मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। क्रियायोग परंपरार समस्त गुरु मानक मु प्रणाम करुचे। विश्वर प्रत्येक संप्रदायर गुरु मानक मु प्रणाम करुचे। उपस्थित भगवत स्वरूपगण सबरी भितरे जगन्नाथ उपलब्धि करी मु प्रणाम करुचे। आज मार्च 2 तारिख 2025 मसीहा रविवार। मनुष्य कौन पाई संसार रे जन्म ग्रहण करिछि? मनुष्य संसार रे जन्म ग्रहण करिछि तार प्रारब्ध को ओ वर्तमानर क्रियमाण को भोग करिबा पाई। सबकिछि प्राय निर्भर करे मनुष्यर प्रारब्ध उपरे। भागवत रे लेखा अछि, पूर्व अर्जित कर्म फले जाचे मु देउ थाए बळे। पूर्व अर्जिला कर्म नाही एबे लोड़िले पाइबु काई। भूतात कर्म बादे सेव कर्म नाही अन्य देव। आज जी जा हेछि, कि शिक्षित होइछि कि मूर्ख होइछि, कि सुंदर होइछि कि असुंदर होइछि, कि धनी होइछि कि दरिद्र होइछि, कि मंत्री होइछि कि राजा महाराजा होइछि, कि साधु संत होइछि। ये सृष्टि रे ये मनुष्य भीतर प्राणी जगत को छाड़देला परे, पशु पक्षी जगत को छाड़देला परे, ये जो मानव जी चाहे कि अंध होइछि कि बधिर होइछि कि मूक होइछि कि छोटा होइछि कि कला होइछि कि गोरा होइछि, सब किछि निर्भर करुछि तार जन्म जन्मांतर संस्कार उपरे। संस्कार पूर्व अर्जित कर्मर फल को संस्कार कुआଯାଏ। से संस्कार फल रे ताको पिता माता परिवेश भाई भौणी स्त्री पिला छुआ सब किछि प्राप्ति ही थाए तार जन्म जन्मांतर अर्जित कर्मर फल उपरे, जहाँ को आम प्रारब्ध कहूचे। ये प्रारब्ध को चयन किए करिछि, सृष्टि किए करिछि, कार्य भितरे ये चिंता नहीं। समस्ते कहते वो भाग्य रे थिला मु आको भोगुची। मो भाग्य रे पुणी कौन थिला? ए भाग्यटा को किए लेखिला, किए को लेखि देइछि आपनकर डेस्टिनी रे आपण या भोग करिवे। सेति लगी सत्संग आयोजन, सेति लगी शास्त्र अध्ययन आयोजन, शास्त्र अध्ययन, सेति लगी दीक्षा ग्रहण आवश्यकता रही। आपण सत्संग आश्रय नेले, शास्त्र अध्ययन कले, ज्ञानी तत्वगुरु ठारू दीक्षा ग्रहण कले, आपण निज विषय ज्ञान लाभ करिवे।
ବର୍ତ୍ତମାନ ସମୟରେ ଲୋକ ସବୁ ବିଷୟରେ ଜ୍ଞାନ ଲାଭ କରିବା ପାଇଁ ଭାରି ଇଚ୍ଛୁକ, ଭାରି ଜିଜ୍ଞାସୁ, ଭାରି ଶ୍ରଦ୍ଧାଳୁ। ପ୍ରାୟ ବହୁତ ଲୋକଙ୍କର, ସମସ୍ତଙ୍କର ନୁହେଁ, ଯେଉଁମାନେ ପୂର୍ବଜନ୍ମ ସଂସ୍କାରରୁ ଟିକେ ଡେଭଲପ୍ ମାଇଣ୍ଡ, ଉନ୍ନତ ମସ୍ତିଷ୍କ, ଅନଡେଭଲପ୍ ମାଇଣ୍ଡ ନୁହେଁ, ସେମାନେ ଯାହାକୁ ଦେଖିଲେ ଟିକେ ଜାଣିବାକୁ ଇଚ୍ଛା କରନ୍ତି, ଚେଷ୍ଟା କରିବାକୁ ଇଚ୍ଛା କରନ୍ତି। ଯେଉଁମାନେ ଫୁଲ୍ ଡେଭଲପ୍ ମାଇଣ୍ଡ, ସେମାନେ କାହା ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି ନାହିଁ, କାହା ବିଷୟରେ ବୁଝିବାକୁ ଇଚ୍ଛା କରନ୍ତି ନାହିଁ, କାହା ଉପରେ ସେମାନଙ୍କର ନଜର ନଥାଏ। ତାଙ୍କର କନସିୟସନେସ୍ ଭିତରକୁ କେହି ଏତେ ଆସନ୍ତି ନାହିଁ। ଭାଗବତରେ ଲେଖା ଅଛି, ଅପର ଯେତେ କାମ କର୍ମ ତେଣେ ନୋହିବ ମତି ଭ୍ରମ। ଅପର ଯେତେ କାମ କର୍ମ, ଅପର ବୋଇଲେ ଅଲଗା ଲୋକର ଯେଉଁ କାମ ଆଉ କର୍ମ ଅଛି, ତେଣେ ନୋହିବ ମତି ଭ୍ରମ। ତୁମେ ଯଦି ସିଆଡ଼ୁ ମତି ଦବ, ମନଟା ଦବ, ତୁମେ ଭ୍ରମରେ ପଡ଼ିଯିବ, ମାୟାରେ ପଡ଼ିଯିବ। ଯଦି ତୁମର ନଲେଜ ଥିବ, ସତ୍ସଙ୍ଗରୁ ଶୁଣିଥବ, ଗୁରୁଙ୍କ ପାଖରୁ ଶୁଣିଥବ, ଶାସ୍ତ୍ର ଅଧ୍ୟୟନ କରିଥିବ, ସେଇ ଆପ୍ତ ବାଣୀ ଗୁଡ଼ିକ, ସେଇ କଥା ଗୁଡ଼ିକ ସେଇ ସମୟରେ ତୁମ ଭିତରେ, ଯେତେବେଳେ ତୁମ ଭିତରେ ଅଜ୍ଞାନତା ପ୍ରବେଶ କଲା ବା ପ୍ରବେଶ କରୁଛି, ସେତେବେଳେ ସେ ବାଣୀଟି ଆପଣଙ୍କର ମନେ ପଡ଼ିବ। କ'ଣ ମନେ ପଡ଼ିବ ନା, ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଏ ବଳେ। ପୂର୍ବ ଅର୍ଜିଲା କର୍ମ ନାହିଁ, ଏବେ ଲୋଡ଼ିଲେ ପାଇବୁ କାହିଁ। ତୁ ଯଦି ପୂର୍ବରୁ କରିକି ଆସିନୁ, ତୁ କେବେ କ'ଣ ପାଇବୁ? ଗୋଟେ ଛୋଟିଆ କଥାଟି, ଆପଣ ବ୍ୟାଙ୍କରେ ଯେତିକି ଟଙ୍କା ରଖିଛନ୍ତି, ଚେକରେ ସେତିକି ଟଙ୍କା ଉଠେଇବେ ନା। ଆଉ ଯଦି ଆପଣଙ୍କର ବ୍ୟାଙ୍କରେ ଯାହାର ଡିପୋଜିଟ୍ ନାହିଁ, ସେ ଯାଇକି ଯଦି ଚେକ୍ଟା କେମିତି ମିଳିଛି ଆପ୍ଲାଏ କଲେ କ'ଣ ଟଙ୍କା ମିଳିବ? ପୂର୍ବ ଅର୍ଜିଲା କର୍ମ ନାହିଁ, ଏବେ ଲୋଡ଼ିଲେ ପାଇବୁ କାହିଁ। କିଏ କମ୍ ପରିଶ୍ରମରେ ଦିନକୁ 1000, 2000, 5000, ତଳୁ ବାବା କହି 50,000, ଲକ୍ଷେ, ଏଇ ବଡ଼ ବଡ଼ ଯେଉଁମାନେ ଧନୀ ଲୋକ ଅଛନ୍ତି, କ'ଣ ଆମ୍ବାନୀ ନା କିଏ, ଦିନକୁ 1-1.5 କୋଟି ଟଙ୍କା ସେମାନଙ୍କର ରୋଜଗାର ହେଉଛି। ଦିନକୁ 1-1.5 କୋଟି। ପୂର୍ବର ସଂସ୍କାର ଯଦି ସୁସଂସ୍କାର ଆଉ ଗୋଟେ କୁସଂସ୍କାର ଯଦି ବଳବତ୍ତର ନଥିବ, ତାହେଲେ ଆପଣ କ'ଣ ଏତେ ଟଙ୍କା ମିଳିବ? ସେ ପାଉଛି। ଆପଣ ସତ ଚେଷ୍ଟା କରନ୍ତୁ, 500 ଟଙ୍କାର ମଜୁରୀଟିଏ ସାଧାରଣ ଲୋକର 600 ଟଙ୍କା ବି ହେବନି। ମାଲିକକୁ କହିବ, ମୁଁ ଆପଣଙ୍କୁ ଡ୍ୟୁଟି କଲି 6 ଘଣ୍ଟା, ମୋତେ 1000 ଟଙ୍କା ଦିଅନ୍ତୁ। ମାଲିକ ଜମା ଦେବନି, ବିଦା କରିଦେବ। ତୁ କାଲିଠୁ ଆଉ କାମକୁ ଆସିବୁ ନାହିଁ, କାରଣ ତୁ ପ୍ରାପ୍ୟ ଠାରୁ ଅଧିକା କଥା ଚିନ୍ତା କରୁଛୁ। କ'ଣ ସେ ପଦ ନା, କର୍ମ ଅଧିକୁ ଯିଏ ଲୋଡ଼େ, ଚୋର ସମାନେ ଦଣ୍ଡ ପାଏ। ତେଣୁ କର୍ମରୁ ଅଧିକା ଲୋଡ଼ିବ ନାହିଁ। କି କଥା ତୁମେ ଜାଣିବ କେମିତି? ଜ୍ଞାନ ହେଲେ ସିନା କଥା ତୁମେ ବୁଝିପାରିବ, ଜାଣିପାରିବ। ମୋ ଭାଗ୍ୟଟା ଏଇଆ, ମୋ ପ୍ରାରବ୍ଧଟାକୁ ମୁଁ ଚୟନ କରିଛି, ମୁଁ ସୃଷ୍ଟି କରିଛି, ମୋର ରେଞ୍ଜ ଏତିକି, ମୋର ଦଖଲ ଏତିକି, ମୋର କାପାସିଟି ଏତିକି। ଏ ମେସିନ୍ ହେଉଛି 200 ୱାଟ୍ ମେସିନ୍, ଇଏ ଆଉ 500 ୱାଟ୍ର ମେସିନ୍ର କାମ କରିବ ନାହିଁ। ଇଏ ଟ୍ରାନ୍ସଫର୍ମ ହେଉଛି 60, ଇଏ ଟ୍ରାନ୍ସଫର୍ମ ହେଉନାହିଁ 100 କି 200 କି 500 ଟ୍ରାନ୍ସଫର୍ମ। ଏତିକି କରେଣ୍ଟ ସେ ସପ୍ଲାଏ ଦେବ ଏବଂ ଏତିକିଟି ଲାଇଟ୍ ଜଳିବ, ଆଉ ଅଧିକା ଲାଇଟ୍ ଜଳିପାରିବ ନାହିଁ। ଦେଖନ୍ତୁ, ଗୋଟିଏ ଲୋକ
ନିଜ ପେଟଟାକୁ ନିଜେ ପୋଷୁଛି, ଅଲଗା ଲୋକଙ୍କୁ ଖାଦ୍ୟ ଦେଇପାରୁନି, ପୋଷି ପାରୁନି। ଏହା କ'ଣ ମିଥ୍ୟା? ଏହା ସତ୍ୟ। ଗୋଟେ ଭିକାରୀଟେ ଭିକ ମାଗିଲେ ନିଜେ ଖାଇବ, ତା ସ୍ତ୍ରୀ କି ପୁଅ ଝିଅକୁ ଦବ, ତା ପୁଣି ସଫିସିଏଣ୍ଟ ନୁହେଁ। କୋଉନ ଭିକ୍ଷା କେତେ ମିଳିବ ସେ ପୂର୍ବ ଅର୍ଜିତ, ପୁଣି ତାର ଗୋଟେ ନିର୍ଦ୍ଦିଷ୍ଟ ସୀମା ଅଛି। ଗୋଟେ ଭିକାରୀ କ'ଣ ଦିନକୁ 5,000 ପାଇଯିବ? ଯେତେ ଦୌଡ଼ିଲେ, ଯେତେ ଚେଷ୍ଟା କଲେ, ଯେତେ ମେହନତ କଲେ 200 ପାଇଥିବ, 300। ପୁଣି ଏମିତି ମାନେ ନାହିଁ ଯେ କୋଉନ 200ରୁ ଯେତେ ବୁଲିଲେ ମଧ୍ୟ 100କୁ ହେଇଯିବ କି 150 ହେଇଯିବ, କିଛି ନିର୍ଦ୍ଦିଷ୍ଟତା ନାହିଁ। ତେଣୁ ଏ କଥା ବାବା କାହିଁକି ଉପସ୍ଥାପନା କରୁଛନ୍ତି? ଶାସ୍ତ୍ରରେ ଭଗବତ ଗୀତା 4th ଅଧ୍ୟାୟରେ ଅଛି, ଜ୍ଞାନଂ ଲବ୍ଧା ପରାଂ ଶାନ୍ତି। ଲୋକ ବା ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ ହେଇ, ଚିନ୍ତାଶୀଳ ହେଇ, ବୁଦ୍ଧି ବିବେକ ଜ୍ଞାନର ଅଧିକାରୀ ହେଇ, ସେ ଅହଙ୍କାର ଆଉ ଅଜ୍ଞାନତାରେ ତା ଦିନ ଗୁଡ଼ିକ କାଟୁଛି। କାହିଁକି ଅହଙ୍କାର ଅଜ୍ଞାନତାରେ ଦିନ ଗୁଡ଼ିକ କାଟୁଛି? ନା ତା ଭିତରେ ଜ୍ଞାନ ପ୍ରାପ୍ତି ହେଇ, ଜ୍ଞାନ ପ୍ରାପ୍ତି ହେଲେ ତାର ଅହଙ୍କାର ଯିବ ଆଉ ଅଜ୍ଞାନତା ବି ଯିବ। ପ୍ରତ୍ୟେକ ଲୋକ, ପ୍ରତ୍ୟେକ ବ୍ୟକ୍ତି, ସମସ୍ତଙ୍କୁ ନିଅନ୍ତୁ, ବ୍ରାହ୍ମଣ, ଗୃହସ୍ଥାଶ୍ରମ ବ୍ୟକ୍ତି ନିଅନ୍ତୁ, ବ୍ରହ୍ମଚାରୀକି ନିଅନ୍ତୁ, ବାନପ୍ରସ୍ଥକୁ ନିଅନ୍ତୁ, ସନ୍ନ୍ୟାସକୁ ବି ନିଅନ୍ତୁ। ଅବଶ୍ୟ ସନ୍ନ୍ୟାସ କଥା ଉଚ୍ଚାରଣ କରିବାଟା ଭୁଲ। ଯେ ଜ୍ଞାନୀ ଲୋକ ଏ ସତ୍ସଙ୍ଗ ଶୁଣୁଥିବେ, ସେମାନେ କହିବେ ସନ୍ନ୍ୟାସ ଭିତରେ କ'ଣ ମୁଁ ମୋର ଭାବ ଥାଏ? କୌଣସି ପ୍ରକୃତ ଯେ ସନ୍ନ୍ୟାସ, ତା ଭିତରେ ମୁଁ ମୋର ଭାବ ନଥାଏ। ବର୍ତ୍ତମାନ ସନ୍ନ୍ୟାସ ଅବସ୍ଥା ନ ହେଇ ବହୁତ ସାଧକ ସାଧିକାକୁ ମାନେ କର୍ମକାଣ୍ଡରେ ସନ୍ନ୍ୟାସ ସନ୍ନ୍ୟାସିନୀ କରିଦିଆଯାଉଛି। କର୍ମକାଣ୍ଡରେ ସନ୍ନ୍ୟାସ ଦୀକ୍ଷା ହୁଏ, ଅବସ୍ଥା ହେଲେ ସନ୍ନ୍ୟାସ ଦୀକ୍ଷା, ବ୍ରହ୍ମଚାରୀ ଦୀକ୍ଷା ହୁଏ। କର୍ମକାଣ୍ଡରେ ମଧ୍ୟ ହୁଏ। ତେଣୁ ଯେ ପ୍ରକୃତ ସନ୍ନ୍ୟାସ, ତା ଭିତରେ ମୁଁ ମୋର ଭାବ ନଥାଏ। ଯେତେବେଳେ ମୁଁ ମୋର ଭାବ ନଷ୍ଟ ହେଇଯାଏ, ଆତ୍ମାରେ ଅବସ୍ଥାପନ କରେ, ମୁଁ ମୋର ଭାବ ଗଲେ ଆଉ କ'ଣ ରହେ? ନା ଆତ୍ମା ବୋଧ ଅବସ୍ଥା ଆସେ। ମୁଁ ସେଇ ଆତ୍ମା, ମୁଁ ଦେହ ନେ ଦେହି, ଆଇ ଏମ୍ ସୋଲ୍, ଆଇ ଏମ୍ ନଟ୍ ହ୍ୟୁମାନ୍ ବିଙ୍ଗ। ସମସ୍ତେ ଏଭ୍ରିଥିଙ୍ଗ ଇଜ୍ ଡିଭାଇନ୍ ବିଙ୍ଗ, ଏଭ୍ରିଥିଙ୍ଗ ଇଜ୍ ସୋଲ୍। ତାର ରିଅଲାଇଜେସନ୍ ହୁଏ। ସେତେବେଳେ ଗୁରୁ ଶିଷ୍ୟକୁ ବା ବ୍ରହ୍ମଚାରୀକୁ ସନ୍ନ୍ୟାସ ଦୀକ୍ଷା ପ୍ରଦାନ କରନ୍ତି। ଏଥିରୁ କହିବାର କଥା, ତେଣୁ ସନ୍ନ୍ୟାସ ହେବା ପାଇଁ କିଏ ଉପଯୁକ୍ତ? ଯାହା ଭିତରେ ମୁଁ ଆଉ ମୋର ଭାବ ନାହିଁ। ଅନାଶ୍ରିତ କର୍ମ ଫଳ କାର୍ଯ୍ୟକର୍ମ କରୋତି ଯ ସନ୍ନ୍ୟାସୀ ଚ ଯୋଗୀ ନ ନିରଗ୍ନି ନ ଚାକ୍ରିୟ। 6ଠ ଅଧ୍ୟାୟ ଧ୍ୟାନ ଯୋଗର ପ୍ରଥମ ଶ୍ଲୋକରେ ପ୍ରାୟ ଲେଖା ଅଛି, ଅନାଶ୍ରିତ କର୍ମ ଫଳ କାର୍ଯ୍ୟକର୍ମ କରୋତି ଯ ସନ୍ନ୍ୟାସୀ ଚ ଯୋଗୀ ନ ନିରଗ୍ନି ନ ଚାକ୍ରିୟ। ଆକୁ ବ୍ୟାଖ୍ୟା କଲେ 2 ଘଣ୍ଟା ପଳେଇବ। ତାର କୌଣସି କାମନା ନଥାଏ, ସନ୍ନ୍ୟାସର କୌଣସି ବାସନା ନଥାଏ। କେମିତି? ନା ଯାହା ଭିତରେ ମୁଁ ଆଉ ମୋର ଭାବନା ନାହିଁ, ତା ଭିତରେ ବାସନା ଆଉ କାମନା ଆସିବ କୋଉଠୁ? ଯେପର୍ଯ୍ୟନ୍ତ ନିଜ ଭିତରେ ମୁଁ ଆଉ ମୋର ଭାବ ଅଛି, ସେ ପର୍ଯ୍ୟନ୍ତ ଆପଣ ଭିତରେ ବାସନାରୁ ସୃଷ୍ଟି ହୁଏ କାମନା, କାମନାରୁ ସୃଷ୍ଟି ହୁଏ ଆପଣଙ୍କର କ୍ରିୟା, କର୍ମଟି ସୃଷ୍ଟି ହୁଏ। ବାସନା ଅଛି, ମୁଁ ସହରରେ ଗୋଟେ ଜାଗା କିଣିବି, ସେଇଟା ଭିତରେ ଅଛି, ବାସିଲା। କିନ୍ତୁ ଘର ଭିତରେ ପଣସ ଥୁଆ ହେଇଛି, ଆମ୍ବ ଥୁଆ ହେଇଛି, ପିଜୁଳି ଥୁଆ ହେଇଛି,
ପାଚିଲେ ଯେମିତି ବାସ୍ନା ହେଉଛି, ଥିଲା ବୋଲି ପାଚିଲା ଏବଂ ବାସନା ହେଲା। ନଥିଲେ କ'ଣ କେବେ ପାଚିଥାନ୍ତା? ନା ସେଇ ବାସନା, ପଣସ ବାସନା ଅଲଗା, ଆମ୍ବ ବାସନା ଅଲଗା, ପିଜୁଳି ବାସନା ପୁରା ସମ୍ପୂର୍ଣ୍ଣ ଅଲଗା। ଯାହା ଭିତରେ ଯେଉଁ ବାସନାଟା ଅଛି ସେଇଟା ତା ଭିତରକୁ ବାସିବ। ଇଚ୍ଛା କରିବ, କାମନା ହେବ, ନା ଜାଗା ଖଣ୍ଡେ ମୋତେ ଯେମିତି ହେଲେ ଭୁବନେଶ୍ୱରରେ ପକାଇବାକୁ ପଡ଼ିବ, ନହେଲେ ଆଶ୍ରମଟେ କରିବାକୁ ପଡ଼ିବ। ଯାହା ଭିତରେ ମୁଁ ଆଉ ମୋର ଭାବନା ନାହିଁ, କେତେ ସୁନ୍ଦର କଥା, ତାର କୌଣସି ବାସନା ନାହିଁ, କୌଣସି କାମନା ବି ନାହିଁ। ସେ ସବୁବେଳେ ଆତ୍ମବୋଧରେ ଅବସ୍ଥାରେ ଥବ ଏବଂ ସମ୍ପୂର୍ଣ୍ଣ ଭାବରେ ନିଜକୁ ଭଗବାନ ନିକଟରେ ସମର୍ପଣ କରିଦେଇଥିବ। ତେଣୁ କଥା ରହିଛି କ'ଣ ନା ପ୍ରାରବ୍ଧ। ତେଣୁ ସମସ୍ତେ ଆମେ ପ୍ରାରବ୍ଧ ହଉଛେ। ସେ ପ୍ରାରବ୍ଧଟା କିଏ ସୃଷ୍ଟି କରିଛି, କିଏ ଚୟନ କରିଛି, କିଏ ସୃଷ୍ଟି କରିଛି? ତମ କପାଳରେ ଆଉ କିଏ ଲେଖିଦେଇଛି ନା ତୁମେ ଲେଖିଛ? ଯଦି ଆଉ କିଏ ଲେଖିଦେଇଥାନ୍ତା, ତୁମେ ଯେଉଁ ହିଂସ୍ର ଭୟଙ୍କର ମନୁଷ୍ୟ ବର୍ତ୍ତମାନ କଳି ଯୁଗରେ, ତୁମେ କ'ଣ ତାକୁ ଛାଡ଼ନ୍ତ? ଯଦି ଖରାପ ଘଟଣା ଘଟିଲା, ତମର କିଏ ଆକ୍ସିଡେଣ୍ଟ କରିଦେଲା, ତମର କିଏ ରୋଗଗ୍ରସ୍ତ କରିଦେଲା, ତମ ଧନ ଗୁଡ଼ା କିଏ ନେଇଗଲା, ତୁମେ କ'ଣ କେବେ ଛାଡ଼ନ୍ତ? ସବୁ ଲୋକ ଜାଣନ୍ତି, ହାଲକା ହାଲକାରେ, ଲାଇଟଲି, ହଁ ମୋ କର୍ମର ଫଳ। ହେଲେ ଘଟଣା କ'ଣ ପାଇଁ ଘଟିଲା? ମନରେ ପ୍ରଶ୍ନ ଉଠେ। ଆମେ କହିବା ଏସବୁ ଭୁଲ ଅସାବଧାନତା ଯୋଗୁଁ ଏ ଘଟଣା ଆମର ଘଟି ଯାଉଛି। ଦେଖନ୍ତୁ, ଗୋଟେ ଭଲ ଏଜୁକେଟେଡ୍ ଫ୍ୟାମିଲି, ଭଲ ଡକ୍ଟର ଟ୍ରିଟମେଣ୍ଟ କରାହେଉଛି। ପିଲାଟିଏ ମା ଗର୍ଭରେ ରହିଲା ଦିନଠାରୁ ଭଲ ଡକ୍ଟର ବି ଦେଖାହେଉଛି, ପ୍ରପର ଟ୍ରିଟମେଣ୍ଟ କରାହେଉଛି। ଜନ୍ମ ହେଲା ବେଳକୁ ପିଲାଟା ଅନ୍ଧ। ଆପଣମାନେ ସମାଜରେ ଦେଖୁଛନ୍ତି, କିଏ ତାକୁ ଅନ୍ଧ କଲା? ବାପା ମା ଅନ୍ଧ କଲେ, ନା ସିଏ ଅନ୍ଧ ହେଲା, ନା କିଏ ତାକୁ ଅନ୍ଧ କରେଇଲା? ଡିପଲି ଭାବି ଦେଖିଲେ ଆପଣ କହିବେ ବିଜ୍ଞାନ ଯୁଗର ପିଲା ଲୋକମ, ଆପଣ ଯୁକ୍ତି କରିବେ, ତା ପ୍ରପର ଟ୍ରିଟମେଣ୍ଟ କରାହେଇନି। ଠିକ୍ ଅଛି, ଗୋଟେ ଆଦିବାସୀ ଲୋକ, ଗୋଟେ ନିରୀହ ଲୋକ, ଗୋଟେ ଯେଉଁମାନେ ମେଡ଼ିକାଲ ସାଇନ୍ସ କ'ଣ ଜାଣିନାହାନ୍ତି, ତାଙ୍କ ଛୁଆ ଯିଏ ଜନ୍ମ ହେଉଛନ୍ତି, ସେମାନେ କ'ଣ ଅନ୍ଧ? ସମସ୍ତେ। ତେଣୁ ଏସବୁ କର୍ମର ଫଳ। ଗୋଟେ ପିଲାଟେ ଜନ୍ମ ହେଲା, ଅନ୍ଧ ନୁହେଁ, ମୂକ। ବହୁତ ମୂକ ପିଲା ଆମ ପାଖକୁ ଆସୁଛନ୍ତି, ଅନ୍ଧ କେହି ଏତେ ଆସିନାହାନ୍ତି। ବାବା ଟିକେ ଦୟାକରି କୁହନ୍ତୁ, ଆ ପାଟିଟା କେମିତି ଖୋଲିବ? ସେ ରହସ୍ୟକୁ ପିତାମାତା ଜାଣିପାରନ୍ତି ନାହିଁ, ସେ ପିଲା ମଧ୍ୟ ଜାଣିପାରେ ନାହିଁ। ଆର ରହସ୍ୟ କ'ଣ? ଆ ପଛପଟରେ କ'ଣ କର୍ମର ରହସ୍ୟ ରହିଛି, କେଉଁଠୁ ଆକୁ ମିଳିଛି? ଇଏ ତ ଜନ୍ମଗ୍ରହଣ କରିଛି, ବାବା ମୂଳରୁ ଷ୍ଟାର୍ଟ କଲେ କେବଳ ପ୍ରାରବ୍ଧ ଓ କିଛି କ୍ରିୟମାଣ ଭୋଗ କରିବା ପାଇଁ। ଆଜି ଜଣେ ଲୋକ ଆମକୁ ପଚାରିଲେ, ଜଣେ ଅଫିସର ଜଣେ କହିଲେ, ବାବା ମୋର କ'ଣ ଶନି 7.5 ଭୋଗ ହେଉଛି? ଆମେ କହିଲୁ, ଶନି ଅର୍ଥ କ'ଣ ବୁଝୁଛନ୍ତି? ଶନି କଥା ଶୁଣିଲେ ସମସ୍ତେ ଡରିଯାଆନ୍ତି, କାରଣ ଶନିର ଦୃଷ୍ଟି ପଡ଼ିଲେ କେହି ଆଉ ସେଥିରୁ ବର୍ତ୍ତି ପାରିବେନି। ଶନି ଦୃଷ୍ଟି ପଡ଼ିଲେ କ'ଣ ହେବ? ଦୁଃଖ, ଯନ୍ତ୍ରଣା, କଷ୍ଟ ହିଁ ଭୋଗ କରିବାକୁ ପଡ଼ିବ। ଶନି ଅର୍ଥ ମନ୍ଦ। ଆରେ ବାପାରେ, ଶନି ଦୃଷ୍ଟି ପଡ଼ିଛି, ଶିବଙ୍କ ଉପରେ ପଡ଼ିଛି, ଆଉ ହନୁମାନଜୀଙ୍କ ଉପରେ ପଡ଼ିଛି। ହନୁମାନ କହିଲେ ଗୋଟେ କଥା, କହିଲେ ମୁଁ ସିନା ରାମ ନାମରୁ ବଞ୍ଚିତ ହେଲେ ତମର ଦୃଷ୍ଟି ମୋ ଉପରେ ପଡ଼ିବ, ଯେପର୍ଯ୍ୟନ୍ତ ମୁଁ ରାମ ନାମ ଜପ କରିଛି ସେ ପର୍ଯ୍ୟନ୍ତ ତମର ଦୃଷ୍ଟି ମୋ ଉପରେ କେମିତି ପଡ଼ିବ? ଏଥିରୁ କ'ଣ ଆମେ ଶିଖିଲେ? ନା ଶନି କ'ଣ କରନ୍ତି? ପ୍ରତ୍ୟେକ ଗ୍ରହ କ'ଣ କରନ୍ତି
ନା କର୍ମର ଫଳକୁ ସୂଚେଇ ଦିଅନ୍ତି। ଏ ନବଗ୍ରହ କାହାର କିଛି କ୍ଷତି ହାନି ଲାଭ ଆଦୌ କରନ୍ତି ନାହିଁ। କେବଳ ପୂର୍ବାର୍ଜିତ କର୍ମର ଫଳକୁ ସୂଚେଇ ଦିଅନ୍ତି ଯେ ତୁମେ ଯେଭଳି କର୍ମ କରିବ ତୁମ ଜାତକରେ ପ୍ଲାନେଟାରୀ ପୋଜିସନଟା ସେଇଭଳି ଭାବରେ ରହିବ। ଯିଏ ଭଲ କର୍ମ କରିକି ଆସିଛି ତାର ଶନି ଭଲ ସ୍ଥାନରେ ଥାଏ। ଯିଏ ଭଲ କର୍ମ କରିକି ଆସିଛି ବୃହସ୍ପତି ତାର ଭଲ ସ୍ଥାନରେ ଥାଏ। ଯେଉଁମାନେ ପାପ କର୍ମ କରିକି ଆସିଛନ୍ତି, କୁକର୍ମ କରିକି ଆସିଛନ୍ତି, ସେମାନଙ୍କର ଲଗ୍ନରେ ଜ୍ୟୋତିଷ ପାଠ ଟିକେ ବସି ଯାଉଛି। ସମସ୍ତେ ଜାଣିବା ଦରକାର ଲଗ୍ନରେ ରାହୁ ରହିବ, କେତୁ ରହିବ, ଶନି ରହିବ, ଆଉ ଅଶୁଭ ଗ୍ରହ ରହିବେ 7ଟି ଅଶୁଭ ଗ୍ରହ, 2ଟି ହେଉଛି ଶୁଭ ଗ୍ରହ ବୃହସ୍ପତି ଆଉ ଶୁକ୍ର। ଯେଉଁମାନେ ଗୁରୁପଦବାଚ୍ୟ ହେଇଥାନ୍ତି, ଯେଉଁମାନେ ସମାଜକୁ ଦିଗ୍ଦର୍ଶନ ଦେଇଥାନ୍ତି, ନିଜେ ଆଲୋକିତ ହୋଇ ସମାଜକୁ ଆଲୋକିତ କରିଥାନ୍ତି, ଜନ୍ମ ଜନ୍ମ ଧରି ସେମାନେ ଜନ୍ମ ସମୟରେ ସବୁକିଛି ପ୍ରାରବ୍ଧ ତାଙ୍କ ଲଗ୍ନରେ ଶୁକ୍ର କିମ୍ବା ବୃହସ୍ପତି ଥିବେ। ତାଙ୍କର ପ୍ରାରବ୍ଧ ବଳରୁ ପୂର୍ବଜନ୍ମର ସୁସଂସ୍କାରରୁ ଥିବେ। ଯଦି ପୂର୍ବଜନ୍ମରେ ସେମାନେ କୁକର୍ମ କରିକି ଆସିଥିବେ, ଲୋକକୁ ଠକିଥିବେ, ଲୋକଙ୍କର ତଣ୍ଟି ଚିପିଥିବେ, ଲୋକଙ୍କ ମନରେ ଦୁଃଖ ଯନ୍ତ୍ରଣା କଷ୍ଟ ଦେଇଥିବେ, କାହାଙ୍କ ଆଖିରୁ ଲୁହ ଧାର ଧାର ଗଡ଼େଇଥିବେ। ଏବେ ଲୋକ ଗଡ଼ଉନାହାନ୍ତି। ଗୋଟେ ଲୋକ ଅଛନ୍ତି, ଗୋଟେ ପର୍ଟିକୁଲାର ଲୋକକୁ କ୍ରିଟିସାଇଜ କମେଣ୍ଟ କରି ଚାଲିଛନ୍ତି। ତା ହିଁ ତ ପ୍ରାରବ୍ଧ। ତୁମେ କିଏ? ତୁମେ ଯେତେବେଳେ କ୍ରିୟମାଣଟା କରୁଛ, ବାବା କହିଲେ ପ୍ରାରବ୍ଧ ଭୋଗ ସଙ୍ଗେ ସଙ୍ଗେ କ୍ରିୟମାଣ ମଧ୍ୟ କିଛି ଭୋଗ ହୁଏ। କେତେ ସୁନ୍ଦର କଥା। ତେଣୁ ପ୍ରାରବ୍ଧରୁ ମୋତେ ବହୁତ ଧନ ମିଳିଗଲା। ପୂର୍ବ ସଞ୍ଚିତ କର୍ମ ଫଳେ ବା ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଏ ବଳେ। ମୋତେ ବହୁତ ଧନ ମିଳିଯାଇଛି। ମୁଁ ତାକୁ ଯଦି ମିସ୍ ୟୁଟିଲାଇଜ କରିଦେଲି, ତାର ତ ପ୍ରାରବ୍ଧକୁ ମୁଁ ଖରାପ କାମରେ ଲଗେଇଦେଲି, ତ ମୋତେ କେମିତି ରେଜଲ୍ଟ ମିଳିବ? କେତେ ସୁନ୍ଦର କଥା ବୁଝିଲ। ପ୍ରାରବ୍ଧରୁ ମୋତେ ବହୁତ ଭଲ ଲୋକ ମିଳିଛନ୍ତି। ମୋ ଭିତରେ ଗର୍ବ ଏବଂ ଅହଙ୍କାର ଆସିଲା, ମୋତେ ଏତେ ଭଲ ଲୋକ ସବୁ ମିଳିଗଲେ, ଭଲ ପରିବେଶ ମିଳିଗଲା। ମୁଁ ତାର ଯଦି ଅସତ୍ ବ୍ୟବହାର, ଅସତ୍ ଆଚରଣ, ଅସତ୍ କର୍ମ ଯଦି କଲି, ଭୟାଭୟ ପରିଣତି ତମକୁ ଭୋଗ କରିବାକୁ ପଡ଼ିବ। ତେଣୁ ପ୍ରାରବ୍ଧରୁ ତମକୁ ଯାହା ମିଳୁଛି ତୁମେ କ୍ରିୟମାନଟାକୁ ସତ କରିବାକୁ ପଡ଼ିବ। କଥା ରହିଗଲା। ସେ କହିଲେ ଶନି 7.5 ଭୋଗ ହବ। ଆମେ ଗୋଟିଏ କଥା କହିଲୁ, ବୋଲେ ସର୍ବଦା ମନେ ରଖନ୍ତୁ, ଆପଣ ଆଶ୍ରମକୁ ଆସୁଛନ୍ତି, ଗୁରୁଙ୍କର ସାନ୍ନିଧ୍ୟ ଲାଭ କରୁଛନ୍ତି ଏବଂ ଯଥାଶକ୍ତି ସାମର୍ଥ୍ୟ ଅନୁସାରେ ଆପଣ ଡୋନେସନ୍ ଦେଉଛନ୍ତି। ସମସ୍ତଙ୍କର ସାମର୍ଥ୍ୟ ଅଛି ଡୋନେସନ୍ ଦେବାରେ, କିନ୍ତୁ କିଏ ଚାହାନ୍ତି, କିଏ ଚାହାନ୍ତି। ଯିଏ ଭାବନ୍ତି ମୁଁ ଦେଇଦେଲେ ମୋର ସରିଗଲା। ସମସ୍ତେ କ'ଣ କରନ୍ତି ନା ଯୋଡ଼ିବାକୁ ଲାଗନ୍ତି, ବିয়োଗ କରିବାକୁ କେହି ଲାଗନ୍ତିନି। ଆଜି 5,000 ଟଙ୍କା ମୋର ବ୍ୟାଙ୍କ ବାଲାନ୍ସ ଅଛି, ଆଉ 1,000 ହେଇଗଲେ 6,000 ହେବ। 6,000ରୁ ପୁଣି 2,000 ଯୋଡ଼ିଦେଲେ 8,000 ହେବ। ଭଗବତ ଗୀତାରେ ଲେଖା ଅଛି, ଯାହାର ଏଇ ଭାବନା ଥାଏ, ସେ ଶ୍ଳୋକଟି ମୋର ମନେ ନାହିଁ, ସେ ଦିନକୁ ଦିନ ଈଶ୍ୱରଙ୍କ ଠାରୁ, ଭଗବାନଙ୍କ ଠାରୁ ଦୂରେଇ ଯାଏ। ଆମେ ଯେତେବେଳେ ପିଲାଦିନେ ଭଗବତ ଗୀତା ଅଧ୍ୟୟନ କଲୁ ଏବଂ ବହୁତ ଲୋକ ଗୀତା ପଢ଼ନ୍ତି, ସେ ଭାବନ୍ତି ଗୀତା ପଢ଼ିଲେ ଆମ କିଛି ପୁଣ୍ୟଫଳ ପ୍ରାପ୍ତି ହେବ, ଆମର କିଛି ଗ୍ରହରିଷ୍ଟ ଖଣ୍ଡନ ହେଇଯିବ। ତାହା କେତେକାଂଶରେ ସତ୍ୟ, ଆମେ ଠିକ୍ ସେ କହିପାରିବୁନି। ତଥାପି ତାର ପ୍ରଭାବ କିଛିଟା ଅଛି ମନ ଉପରେ। ତେଣୁ ସେଥିଲାଗି ଶାସ୍ତ୍ରରେ କୁହାହେଇଛି,
ବୁଝୁ ନ ବୁଝୁ ପଢ଼ ଗୀତା, ରୋଜୁ ନ ରୋଜୁ ଭୋଜୁ ପିତା, ଜାଣେ ନ ଜାଣେ ନା ଚିତା। ଚିତା କାହିଁକି ଲଗାନ୍ତି କେହି ଜାଣନ୍ତି ନାହିଁ। ଚିତା ଲଗାନ୍ତି ଚିନ୍ତା ଶୂନ୍ୟ ଅବସ୍ଥାକୁ ଯିବା ପାଇଁ। ଏବଂ ଚିତାଟା କେମିତି ଲଗାହେବ, କେଉଁଠି ଲଗାହେବ, ଶାସ୍ତ୍ର ପ୍ରମାଣ କ'ଣ ତା କାହାକୁ ଜଣା ନାହିଁ। ଯିଏ ଯେମିତି ପାରନ୍ତି ସେମିତି ଚିତା କାଟନ୍ତି। ସିଏ ତ କାଟୁଛି ମୁଁ ତ କାଟିବି, ଆଉ ସିଏ ତ ଚିତା ପିନ୍ଧୁଛି ମୁଁ ତ ଚିତା ପିନ୍ଧିବି। ଚିତା ପିନ୍ଧିବାର ଅନେକ ମିନିଂ ଅଛି ଏବଂ ଶାସ୍ତ୍ରୀୟ ପ୍ରମାଣ ଅଛି। ବିଭିନ୍ନ ସମ୍ପ୍ରଦାୟର ବିଭିନ୍ନ ପ୍ରକାର ଚିତା ରହିଛି ଏବଂ ବହୁତ ସମ୍ପ୍ରଦାୟର କୌଣସି ଚିନ୍ତା ନାହିଁ। ଯେଉଁମାନେ ନିର୍ଗୁଣ ଉପାସକ ଲୋକ, ନିଷ୍କାମୀ ଲୋକ, ଭଗବତ ପ୍ରେମରେ ଉଭେଇଟ ହେବାକୁ ଯେଉଁମାନେ ଚାହାନ୍ତି, ସେମାନେ କୌଣସି ସମ୍ପ୍ରଦାୟଭୁକ୍ତ ହେବାକୁ ଚାହାନ୍ତି ନାହିଁ। ସେମାନେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଭିତରେ ରହିବାକୁ ଚାହାନ୍ତି ନାହିଁ। ସେମାନେ କୌଣସି ସାମ୍ପ୍ରଦାୟିକ ଚିତା ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ଆମେ କହିଲୁ ପ୍ରତ୍ୟେକ ଦିନ ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ଆପଣ ଯଦି ସତ୍ କର୍ମ କଲେ, ସତ୍ ଚିନ୍ତା କଲେ, ସତ୍ କାର୍ଯ୍ୟ କଲେ, ସତ୍ ଆଚରଣ କଲେ, ଚାରିଟା କଥା, ସତ୍ ଚିନ୍ତା, ସତ୍ କାର୍ଯ୍ୟ, ସତ୍ ଆଚରଣ, ଆଉ ଗୋଟେ କ'ଣ ବାବା କହିଲେ, ସତ୍ ଚିନ୍ତା, ସତ୍ କାର୍ଯ୍ୟ, ସତ୍ ଆଚରଣ ଯଦି ଆପଣ କଲେ, ତାହେଲେ ଆପଣଙ୍କୁ ଶନିର ଫଳ କେମିତି ଭୋଗ ହେବ? ଯଦି ଶନିଙ୍କ ପାଇଁ ଗୋଟେ ପୂଜା କରିଦେଇ, ବ୍ରାହ୍ମଣକୁ କିଛି ଦକ୍ଷିଣା ଦେଇ, କିଛି ଲୋକଙ୍କୁ ଯଦି ଖାଇବାକୁ ଦେଲେ, ସେଇ ଯେଉଁ ପଇସାଟା ଆସିଥିବ, ଯଦି ଅସତ ବାଟରୁ ଆସିଥିବ, ଖରାପ ବାଟରୁ ଆସିଥିବ, ସମସ୍ତେ ପ୍ରାୟ ଏବେ ଦୁର୍ନୀତିଗ୍ରସ୍ତ, ସମସ୍ତେ ଲାଞ୍ଚ ନେଉଛନ୍ତି, ପେଶି ନେଉଛନ୍ତି, ସମସ୍ତଙ୍କର ଡ୍ୟୁଟିଟା ଯାହା ତାହା କଲା ପରେ ସେମାନେ ସମସ୍ତଙ୍କଠାରୁ ଅଧିକା ଶୋଷଣ କରିବାର ଗୋଟେ ବୃତ୍ତି ଜାଗ୍ରତ ହୋଇଯାଇଛି। ଏଭଳି ଗୋଟେ ବ୍ୟାଧି ସୃଷ୍ଟି ହେଇଛି, ଆର କେବେ ଶେଷ ସେ କଥା ପରମ ପିତା ପରମ ବ୍ରହ୍ମ ହିଁ ଜାଣନ୍ତି। କୌଣସି ସରକାର ତାପରେ ରୋକ ଲଗେଇ ପାରୁନାହାନ୍ତି, କିଛି କରିପାରୁନାହାନ୍ତି। ଗୋଟିଏ ସରକାର ପରେ ଆଉ ଗୋଟିଏ ସରକାର ଆସୁଛି, ଅଫିସର ଅବସ୍ଥା ଯାହା ସେଇଆ। ଅଫିସରଟେ ଚାକିରି କରିଛି, ଦରମା ନେଉଛି ସମସ୍ତଙ୍କର ସେବା କରିବା ପାଇଁ। ସେ ଜାଣିଛି ନ ଜାଣିଛି ଆମକୁ ଜଣା ନାହିଁ। ମୁଁ ଦରମା ପାଉଛି 1,00,000, 2,00,000, 3,00,000 ଲୋକଙ୍କ ସେବା କରିବା ପାଇଁ, କିନ୍ତୁ ପ୍ରତ୍ୟେକ ଦିନ ସେ 50,000 ଲକ୍ଷ ଟଙ୍କା କଲେକ୍ସନ୍ କରିଦେଉଛି ଲୋକଙ୍କ ଠାରୁ। କାହିଁକି, କ'ଣ ପାଇଁ? ଏଇ ଯେଉଁ କ୍ରିୟମାଣ ହେଉଛି। ବାବା କହିଲେ ପ୍ରାରବ୍ଧ ଥିଲା ବୋଲି ସେ ଅଫିସର ହେଇଛି, ପ୍ରାରବ୍ଧ ଥିଲା ବୋଲି ତାକୁ ଏତେ ଟଙ୍କା ମିଳିଲା। ଯେତେବେଳେ ଟଙ୍କାଟା ମିଳିଲାନି, ଟଙ୍କାଟାକୁ ସେ କଲେକ୍ସନ୍ କଲା, ଲୋକମାନେ ଯାଚିକି କେବେ ଟଙ୍କା ଦେଉଛନ୍ତି? ତାହାର ଯେ ମିସ୍ ୟୁଟିଲାଇଜ୍ କଲେ, ସେ ନିଶ୍ଚିନ୍ତ ଏଇ ଜନ୍ମ ତା ଡ୍ୟୁଟି ମାନେ ତା ଚାକିରି ସରିବା ଭିତରେ ସେ ଆରେଷ୍ଟ ହେବାଟା ମଷ୍ଟ। କାରଣ ଚୋରି ବିଦ୍ୟା ଦିନେ ଦିନେ ନିଶ୍ଚିନ୍ତ ଭାବରେ ଧରା ପଡ଼ିବ। ପାପ କର୍ମ ଭୁରୁଥାଏ କ'ଣ? ଶୂନ୍ୟରେ ଅପକର୍ମ ଧରା ପଡ଼େ ନ ରହି ଗୋପନେ, ସେ କେବେ ରହିବ ନାହିଁ। ସେ ନିଶ୍ଚିନ୍ତ ଭାବରେ ଆଜି ନହେଲେ କାଲି, କାଲି ନହେଲେ ପରଦିନ, 5 ବର୍ଷ, 10 ବର୍ଷ, 20 ବର୍ଷ, 25 ବର୍ଷ ପରେ ସେ ବ୍ୟକ୍ତି ଧରା ପଡ଼େ। ଦେଖୁନାହାନ୍ତି ବର୍ତ୍ତମାନ ସୋସାଇଟିର ଅବସ୍ଥା କେମିତି, ବିଶିଷ୍ଟ ବ୍ୟକ୍ତିମାନେ ଧରା ପଡ଼ି କେମିତି ଆରେଷ୍ଟ ଜେଲ୍ ଯାଉଛନ୍ତି। 2 ଦିନ ତଳେ ଜଣେ ବିଶିଷ୍ଟ ପଣ୍ଡିତ, କାହା ନାଁ ଆମେ ଉଲ୍ଲେଖ କରିବୁନି, ଆମକୁ ଫୋନ୍ କଲେ, କହିଲେ ମହାରାଜ
ଆପଣଙ୍କୁ କୋଟି କୋଟି ପ୍ରଣାମ। ବୋଲେ ଆଜ୍ଞା ଦଣ୍ଡବତ ପ୍ରଣାମ। ସେ ଅମୁକ ଲୋକ ବହୁତ ଦୁଃଖ ଯନ୍ତ୍ରଣା କଷ୍ଟରେ ପଡ଼ିଛି, ସେ ଆପଣ ପାଖକୁ ଯାଆନ୍ତି? ବୋଲେ ନାଇଁ, ମୋ ପାଖକୁ ଯାଆନ୍ତି ନାହିଁ, ତାଙ୍କର ମୋର ପରିଚୟ। ସେ ବହୁତ କଷ୍ଟରେ ପଡ଼ିଛନ୍ତି, ତାଙ୍କ ପାଇଁ କ'ଣଟେ ପ୍ରତିକାର କରନ୍ତୁ। ଆମେ କହିଲୁ, ମଣିଷ ଯେଉଁ କର୍ମ କରିକି ଆସିଛି, ଏବେ କରୁଛି, ତାକୁ ସେ ଭୋଗ କରିବ ନା ଏଇ ପୂଜା ପାଠ କରିଦେଲେ, ଗ୍ରହ ପଥର ଡେଉଁରିଆ କବଚ ପିନ୍ଧେଇ ଦେଲେ ତାର ପରିବର୍ତ୍ତନ ହେଇଯିବ? ଆରେ ମହାରାଜ, ଆପଣ ଟିକେ ଆଶୀର୍ବାଦ କରନ୍ତୁ, କୃପା କରନ୍ତୁ। ଆମେ କହିଲୁ, ପ୍ରକୃତ ଯିଏ ସାଧୁ, ପ୍ରକୃତ ଯିଏ ସନ୍ଥ, ସେ କେବେ ଆଶୀର୍ବାଦ କରେ ନାହିଁ, ସେ କେବେ କୃପା କରେ ନାହିଁ। ତାର ଜ୍ଞାନ ଲାଭ ହୋଇଥାଏ, ସମସ୍ତଙ୍କୁ ସମସ୍ତଙ୍କର କର୍ମଫଳ ଭୋଗ କରିବାକୁ ପଡ଼ିବ। ଯଦି ସେ କାହାକୁ ଆଶୀର୍ବାଦ କରିବ, କୃପା କରିବ, ଯଦି ପ୍ରକୃତ ସନ୍ଥ ହେଇଥାଏ, ତାର ନିଶ୍ଚିନ୍ତ ଉପଶମ ହେବ, ଲାଘବ ହେବ। ଶାସ୍ତ୍ରରେ କଥା ପ୍ରମାଣ ଅଛି। କିନ୍ତୁ ସେଇ କର୍ମ ଫଳକୁ ତାକୁ ଭୋଗ କରିବାକୁ ପଡ଼ିବ। କେତେ ଜଣଙ୍କର ସେ ଏମିତି କରିବ। କାହିଁକି କରିବ? କ'ଣ ପାଇଁ କରିବ? ସେ ଲୋକ କ'ଣ ସୁଧୁରିଯିବ? କେବେ ସୁଧୁରିବ ନାହିଁ। ସେ ବହୁତ ପ୍ରଶଂସା ଆମର କଲେ, କହିଲେ ଠିକ୍ ଅଛି, ଆପଣ ତ ବହୁତ ଜ୍ଞାନ ରାଜ୍ୟର କଥା କହୁଛନ୍ତି, ପ୍ରତ୍ୟେକଟି ସତ୍ସଙ୍ଗ ମୁଁ ଆପଣଙ୍କର ଶୁଣେ, ମୋତେ ବହୁତ ବହୁତ ଭଲ ଲାଗେ। ଆପଣ କେବେ ଏ ସତ୍ସଙ୍ଗକୁ ବନ୍ଦ କରିବେ ନାହିଁ, ଆପଣ କହି ଚାଲିଥିବେ। ଛାଡ଼ନ୍ତୁ, ଆମେ କହିଲୁ ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ସତ୍ଚିନ୍ତା, ସତ୍କାର୍ଯ୍ୟ, ସତ୍ ଆଚରଣ, ସତ୍ ବ୍ୟବହାର ଯଦି ଆଚରଣରେ ରହିଗଲା, ଯଦି ଆପଣ କରିବେ, ତାହେଲେ ଶନିର ପ୍ରଭାବ ଆପଣ ଜୀବନରେ କେବେ ପଡ଼ିବ ନାହିଁ। କୌଣସି ଗ୍ରହର ପ୍ରଭାବ ଆପଣ ଉପରେ ପଡ଼ିବ ନାହିଁ। ସତ୍ଚିନ୍ତା କଲେ, ଈଶ୍ୱରଙ୍କ ଚିନ୍ତା କଲେ, ସମସ୍ତଙ୍କୁ ଈଶ୍ୱର ବୋଲି ଭାବିଲେ। ସତ୍ କାର୍ଯ୍ୟ, ଈଶ୍ୱରଙ୍କ ପିତାର୍ଥେ ଆପଣ କର୍ମ କଲେ, ପ୍ରତ୍ୟେକ କର୍ମକୁ ଭଗବତ କର୍ମ ବୋଲି, ଈଶ୍ୱରୀୟ କର୍ମ ବୋଲି ଭାବିଲେ। ସତ୍ ଆଚରଣ, ସମସ୍ତେ ସେଇ ଭଗବାନ, ବାବା ସଂକ୍ଷେପରେ ସରଳରେ କହୁଛନ୍ତି, ସମସ୍ତେ ସେଇ ଭଗବାନ ବୋଲି ବୋଧ କରିକି ବ୍ୟବହାର କଲେ। ସତ୍ଚିନ୍ତା, ସତ୍କାର୍ଯ୍ୟ, ସତ୍ ଆଚରଣ ଏବଂ ଭଗବାନଙ୍କ ପାଇଁ ଜୀବନଟିକୁ ଉତ୍ସର୍ଗୀକୃତ କରିଦେଲେ ବା ସମର୍ପଣ କରିଦେଲେ। ଆଉ ସବୁ ତୁମେ 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 ତୁମେ, ଯେଉଁଠି କ୍ରିୟା ଯୋଗ ମୂଳରୁ ଶିଖାଏ। ଯଦି ଆପଣ ଅନୁଭବ କଲେ, ତାହେଲେ ଆପଣଙ୍କର କର୍ମଫଳ କେମିତି ଭୋଗ ହେବ, ଶନି କେଉଁ ବାଟେ ପ୍ରବେଶ କରିବ। ଯେମିତି ହନୁମାନ କହିଲେ, ରାମ ନାମ ସିନା ମୁଁ ବନ୍ଦ କଲେ ତୁମେ ମୋ ଭିତରେ ପ୍ରବେଶ କରିବ, ପ୍ରଭୁଙ୍କର ମୁଁ ଶରଣାପନ୍ନ ହେଇଛି, ପ୍ରଭୁଙ୍କର ମୁଁ ଭକ୍ତ ଦାସ ସେବକ, ତୁମେ ମୋତେ କେମିତି ପ୍ରବେଶ କରିବ? ଏଠି କଥାର ଅର୍ଥ, ଭଗବାନ ହେଉଛନ୍ତି ଗ୍ରହରୂପୀ ଜନାର୍ଦ୍ଦନ। ସମସ୍ତେ ଭଗବାନଙ୍କଠୁ ସୃଷ୍ଟି, ସମସ୍ତେ ଭଗବାନଙ୍କ ଆଲୋକରେ ଆଲୋକିତ, ସମସ୍ତେ ଭଗବାନଙ୍କ ବଳରେ ବଳିୟାନ। ଏଠି କାହାର ଆଲୋକ ନାହିଁ, କାହାର ବଳ ନାହିଁ, କାହାର ବୁଦ୍ଧି ନାହିଁ, କାହାରି ଧନ ନାହିଁ, କାହାରି ଜ୍ଞାନ ନାହିଁ, କାହାରି କିଛି ନାହିଁ। କିନ୍ତୁ ସମସ୍ତେ ସେଇ ଅବିଦ୍ୟାରେ ହିଁ ଅଛନ୍ତି। ସେ ଅବିଦ୍ୟା କଥା କୁହା ବୋଲି କୁହା ହେଇପାରୁନି। ସମସ୍ତଙ୍କ ଭିତରେ ସେଇ ମୁଁ ମୋର ଭାବଟା ରହିଛି। ସେଇ ମୁଁ ମୋର ଭାବଟା ହିଁ ଅବିଦ୍ୟା। ଅବିଦ୍ୟା ଥବାରୁ ଆମ ଭିତରେ ଅସ୍ମିତା ଭାବଟା ଆସୁଛି। ଜ୍ଞାନ ନଥିଲେ ଆମ ଭିତରେ ଅବିଦ୍ୟା ଆସୁଛି। ଜ୍ଞାନ ଆସିଲା, ଆପଣଙ୍କର ଅସ୍ମିତା ପଳେଇବ, ମୁଁ ମୋର ଭାବଟି ପଳେଇବ। ତେଣୁ ଆପଣ ଯଦି ପ୍ରତ୍ୟେକ ଦିନ ସତ୍କର୍ମ କରିବେ, ସତ୍ଚିନ୍ତା କରିବେ, ସତ୍ ଆଚରଣ କରିବେ, ଆତ୍ମବୋଧ ଅବସ୍ଥାରେ ରହିବେ, ତାହେଲେ ପ୍ରତ୍ୟେକଟି କର୍ମକୁ ଆତ୍ମବୋଧରେ ସମ୍ପାଦନା କରିବେ, ତାହେଲେ ଆପଣଙ୍କୁ କେମିତି ଶନିର ଫଳ ଭୋଗ ହେବ ସେ ସୁନ୍ଦର ଭାବରେ ବୁଝିପାରିଲେ।
କହିଲେ ନାହିଁ, ଆଉ ପଚାରିବାର ଦରକାର ନାହିଁ। ବର୍ତ୍ତମାନ ସମାଜରେ ଏଭଳି ଲୋକମାନଙ୍କର ଜ୍ଞାନର ଅଭାବରୁ, ଅବିଦ୍ୟାର ପ୍ରଭାବରୁ ଆଉ ଅସ୍ମିତାର ପ୍ରଭାବରୁ, ମୁଁ ମୋର ପ୍ରଭାବରୁ ସେମାନେ ତାଙ୍କର ପୂର୍ବ ଅର୍ଜିତ କର୍ମଫଳ ବର୍ତ୍ତମାନ କ୍ରିୟମାନ ଉପରେ ଇମ୍ପୋର୍ଟାନ୍ସ ଦେଉନାହାନ୍ତି, ଯାହା ଫଳରେ ପ୍ରାରବ୍ଧବଶତଃ ଯାହା ତାଙ୍କୁ ପ୍ରାପ୍ତି ହେଉଛି, ଯାହାକୁ ଯାହା ଯିଏ ଯେତିକି କରିକି ଆସିଛି ତାର ମିସ୍ୟୁଟିଲାଇଜ ସମସ୍ତେ କରୁଛନ୍ତି, ପୁଣି କ୍ରିୟମାନଟାକୁ ଖରାପ କରିଦେଉଛନ୍ତି। ଗୁରୁଦେବ କହୁଥିଲେ ତୁମେ ପ୍ରାରବ୍ଧକୁ ଭୋଗ କର, ବର୍ତ୍ତମାନରେ ରୁହ। ଏକଥା ବାବା ଆଗରୁ ଗୋଟେ ଏପିସୋଡ ହେଇଛି। ପ୍ରାରବ୍ଧକୁ ଭୋଗ କର, ଯାହା ତମକୁ ଆସୁଛି ଆମର ପୂର୍ବ ଅର୍ଜିତ ବା ପୂର୍ବ ସଞ୍ଚିତ କର୍ମ ଫଳେ ତାକୁ ମୋର କର୍ମର ଫଳ ବୋଲି ଭାବି ଯଦି ଆପଣ ସାଦରରେ ଭୋଗ କରିବେ, ପରମାତ୍ମା ପରମ ବ୍ରହ୍ମ ବା ଜଗତର ନାଥ ଜଗନ୍ନାଥ ଆପଣ ଉପରେ ଖୁସି ବା ପ୍ରସନ୍ନ ବା ଆନନ୍ଦ ହେବେ। ଯଦି ଆପଣ ଭିତରେ ଅଶାନ୍ତ ଆସିଲା, ଦୁଃଖ ଆସିଲା, ଯନ୍ତ୍ରଣା ଆସିଲା, କଷ୍ଟ ଆସିଲା ଏବଂ ବିଭିନ୍ନ ଲୋକକୁ ଆପଣ ଆକ୍ଷେପ କଲେ, ଏ ମୋର ଶତ୍ରୁ, ସେ ମୋର ଶତ୍ରୁ, ଏ ମୋର ମିତ୍ର, ସେ ମୋର ମିତ୍ର, ଇଏ ମୋତେ ଦେଲା, ସେ ମୋତେ ଦେଲା ନାହିଁ, ଇଏ ମୋ ଠାରୁ ଏତେ ନେଇଗଲା, ସେ ମୋ ଠାରୁ ଏତେ ଦେଇଦେଲା, ଏ ବିଭିନ୍ନ ସଂସାରର ଯେଉଁ ଘଟଣା, ଦୁଃଖ, ଯନ୍ତ୍ରଣା, କଷ୍ଟ ପ୍ରାଣୀ ଭୋଗ କରୁଛି, ମନୁଷ୍ୟ ପ୍ରାଣୀ ଅନ୍ୟକୁ ହିଂସା କରୁଛି, କାହାର ପ୍ରାରବ୍ଧ ବସ୍ତ ଭଗବାନ କାହାକୁ କ'ଣ ଅଜାଡ଼ି ଦିଅନ୍ତି କିଛି ଜନ୍ମ ତପସ୍ୟାର ଫଳରେ ସାଧାରଣ ଲୋକ ତାକୁ ବୁଝିପାରେ ନାହିଁ। ଦେଖନ୍ତୁ, ଗୋଟିଏ ଲୋକ କମ୍ ପରିଶ୍ରମ ଭିତରେ ଅନେକ ଅର୍ଥ ଉପାର୍ଜନ କରିପାରେ, ସୁନ୍ଦର ବସ୍ତୁ, ଭଲ ଜାଗା, ଭଲ ଗାଡ଼ି, ଭଲ ପୁଅ, ଭଲ ଝିଅ, ଭଲ ସ୍ତ୍ରୀ, ଭଲ ପରିବେଶ ସବୁକିଛି ପାଇପାରେ। ସେ ଚିନ୍ତା କରିନଥାଏ, ସେ ଚେଷ୍ଟା କରିନଥାଏ, କିନ୍ତୁ ପାଇଥାଏ। ସତରେ କ'ଣ ଚିନ୍ତା ଚେଷ୍ଟା ନ କରିଥିଲେ କିଏ କେଉଁଠି କ'ଣ ପାଏ? ବିନା କର୍ମରେ କାହାକୁ ଫଳ ପ୍ରାପ୍ତି ହେଇଛି? ସେ ନିଶ୍ଚିନ୍ତ ଭାବରେ ଜନ୍ମ ଜନ୍ମାନ୍ତରେ ସେ କର୍ମ ପାଇଁ ସେ ପ୍ରୟାସ କରି ଆସିଛି, ତାକୁ ସେ ଜିନିଷଟା ପ୍ରାପ୍ତି ହେଉଛି। କିନ୍ତୁ ଅଜ୍ଞାନତାରୁ, ଅବିଦ୍ୟାରୁ, ଅସ୍ମିତାରୁ ବ୍ୟକ୍ତି କ'ଣ କରୁଛି ନା କିଛି ବୁଝିପାରୁନାହିଁ, ତାକୁ ଈର୍ଷାପରାୟଣ କରୁଛି, ତାକୁ ସମାଲୋଚନା କରୁଛି, ତାକୁ ବିରୋଧ ମଧ୍ୟ କରୁଛି। ତା ଦ୍ୱାରା କିଛି ପ୍ରଭାବ ପଡ଼ିବ ନାହିଁ ସେ ବ୍ୟକ୍ତିର। ଯଦି ତାକୁ ପ୍ରକୃତ ଜ୍ଞାନ ପ୍ରାପ୍ତି ହେଇଥାଏ, ଯେଉଁ ଲୋକ କରୁଛି ସେ ଦୁଃଖ, ଯନ୍ତ୍ରଣା, କଷ୍ଟର ସ୍ୱୀକାର, କଷ୍ଟକୁ ସେ ଭୋଗ କରିବାକୁ ପଡ଼ିବ, ନିଶ୍ଚିନ୍ତ ଭୋଗ କରିବାକୁ ପଡ଼ିବ। ଭାଗବତରେ ଅଛି, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। କାହାର ଅମଙ୍ଗଳ ଚିନ୍ତା କରିବେ ନାହିଁ, କାହାର ବିରୁଦ୍ଧରେ ଗୁସ୍ସାରଚନା କରିବେ ନାହିଁ, କାହାକୁ ନିନ୍ଦା ସମାଲୋଚନା କରିବେ ନାହିଁ। ସମସ୍ତେ ସମସ୍ତଙ୍କ କର୍ମଫଳ ଭୋଗ କରୁଛନ୍ତି, ତୁମେମାନେ କିଏ? ଯଦି କ୍ରିୟା ଯୋଗ ପରମ୍ପରାରେ ଦୀକ୍ଷା ଗ୍ରହଣ କରି ଯଦି କ୍ରିୟା ଦୁଇଟି ଅକ୍ଷରକୁ ତୁମେ ଭଲ ଭାବରେ ବୁଝିବ, ତୁମ ଭିତରେ ସାମ୍ୟ, ମୈତ୍ରୀ, କରୁଣା, ବିନୟ, ପ୍ରେମ ତୁମ ଭିତରେ ସ୍ଫୁରଣ ହେବ। କେମିତି ସ୍ଫୁରଣ ହେବ? ସାମ୍ୟ, ସମାନ ଆମେ ସମସ୍ତେ, ମୈତ୍ରୀ, ସମସ୍ତେ ତୁମର ମିତ୍ର, ସମସ୍ତଙ୍କୁ ଦେଖିଲେ ଭଲ ଲାଗିବ, ସମସ୍ତ ଜୀବ ପ୍ରତି ତୁମ ଭିତରେ କରୁଣା ଭାବ ଆସିବ, ତୁମେ ବିନୟ ହେବ, ତୁମେ ନମ୍ର ହେବ, ତୁମେ ସରଳ ହେବ, ତୁମେ ନିଷ୍କପଟକ ହେବ, ତୁମ ଭିତରେ ପ୍ରତ୍ୟେକ ପ୍ରାଣୀ ପ୍ରତି ଦୟାଭାବ ଆସିବ, ଆଉ ସମସ୍ତଙ୍କ ସେବାରେ ତୁମର ମନ ରହିବ, ଆଉ ସମସ୍ତଙ୍କୁ ଦେଖିଲେ ସେ ଈଶ୍ୱରୀୟ ଜ୍ଞାନ, ଈଶ୍ୱରୀୟ ବୋଧ ଅବସ୍ଥା ଆସିବ। ତାହା ହିଁ କ୍ରିୟା ଯୋଗ ଆମକୁ ମୂଳରୁ ଶିଖାଏ। ଆମେ ଏକଥା ଶିଖିଲେ, କିନ୍ତୁ ଆମର ପ୍ରାରବ୍ଧ ସେତିକି ବଳବାନ ନଥିବାରୁ, ଅର୍ଥାତ୍ ପ୍ରତ୍ୟେକ ଚକ୍ର ଗୁଡ଼ିକ ଆମର ଶୁଦ୍ଧି ପବିତ୍ର ହୋଇ ନଥିବାରୁ ଆମ ଭିତରେ କନସିୟସନେସଟା ଆସୁନି। ଯଦି ନିଷ୍ଠାର ସହିତ ଗୁରୁଗତ ପ୍ରାଣ ହୋଇ ଗୁରୁଙ୍କ ନିକଟରେ
ନିଜକୁ ପୂର୍ଣ୍ଣ ସମର୍ପଣ କରି ଯଦି ଆପଣ କ୍ରିୟା ଅଭ୍ୟାସ କରିବେ ବା ଜପ ବା ଧ୍ୟାନ କରିବେ, ନିଶ୍ଚିନ୍ତ ଭାବରେ ଆପଣଙ୍କର ସଂସ୍କାର ଗୁଡ଼ିକ ପୋଡ଼ି ପାଉଁଶ ହେବ। ନୂତନ ସଂସ୍କାର ଆପଣ ଭିତରେ ସୃଷ୍ଟି ହେବ। ଯେମିତି ଗୋଟେ ଘର ଅନ୍ଧକାରରେ ପରିପୂର୍ଣ୍ଣ ହୋଇଅଛି, ଯେତେ ଅନ୍ଧକାର 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 ଚିତ୍କାର କଲେ ଅନ୍ଧକାର ଯାଏ ନାହିଁ। ଯେତେ ଲୋକ ଲାଗିକି ଆପଣ ଚେଷ୍ଟା କରନ୍ତୁ ଏବଂ କୁହନ୍ତୁ ଅନ୍ଧକାର ଅନ୍ଧକାର ଅନ୍ଧକାର, ଅନ୍ଧକାର କେବେ ଯିବ ନାହିଁ। ଯଦି ଆପଣ ଇଲେକ୍ଟ୍ରି ଆଣିବା ପାଇଁ ଚେଷ୍ଟା କରନ୍ତି, ଖୁଣ୍ଟ ପକାଇ ମେନ୍ ଟ୍ରାନ୍ସଫର୍ମରୁ ଖୁଣ୍ଟ ପକାଇ ୱାୟାରଟା ଆଣି ମିଟର ବସେଇ ଯଦି ଘରେ ଲାଇଟ୍ ଫ୍ୟାନ୍ ଏସି ଦିଅନ୍ତି, ତାହେଲେ ଅନ୍ଧକାର ପଳେଇବ, ଘର ଥଣ୍ଡା ଲାଗିବ, ବାସ୍ ଆନନ୍ଦ ଲାଗିବ। ଆପଣ ବସିବେ। ଆପଣ ଯେତେବେଳେ ଜାଣିଲେ ଜୀବଶ୍ରେଷ୍ଠ, ଆପଣଙ୍କ ପୂର୍ବାର୍ଜିତ ବା ପ୍ରାରବ୍ଧରୁ ଆପଣଙ୍କୁ ଏହିସବୁ କର୍ମର ଫଳ ଭୋଗ କରିବାକୁ ପଡ଼ୁଛି। ଆପଣ କ'ଣ କଲେ? ଆପଣଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି, ସ୍ୱତନ୍ତ୍ର ବିଚାର ଶକ୍ତି ଦିଆଯାଇଛି, ଚିନ୍ତା କରିବାର ଶକ୍ତି ଦିଆଯାଇଛି। ଜଣେ ଲୋକଙ୍କୁ କାଲି ରାତିରେ ମୋ ସହିତ ଫୋନରେ କଥା ହେଲେ, କହିଲେ ମୋର କିଛି ଚିନ୍ତା ନାହିଁ। ମୁଁ ତାହେଲେ ଆପଣଙ୍କର ଅନଡେଭଲପ ବ୍ରେନ୍। ଯଦି କିଛି ଚିନ୍ତା ନାହିଁ, ପଶୁର କିଛି ଚିନ୍ତା ନାହିଁ। ପଶୁ ଖାଏ, ଶୁଏ, ମୈଥୁନ କରେ, ପିଲା ଛୁଆ ଜନ୍ମଗ୍ରହଣ କରେ, ପିଲା ପାଠ ପଢ଼ିବ ବୋଲି ପଶୁର କ'ଣ ଚିନ୍ତା ଥାଏ? ପଶୁ ଘର କରିବ ବୋଲି କ'ଣ ଚିନ୍ତା କରିଥାଏ? ପଶୁ କ'ଣ ବ୍ୟାଙ୍କ ବାଲାନ୍ସ କରିବା ପାଇଁ ଚିନ୍ତା କରିଥାଏ? ପଶୁ କ'ଣ କାହାକୁ ମର୍ଡର କରିବ ବୋଲି ଚିନ୍ତା କରିଥାଏ? ପଶୁ କେବେ ବ୍ୟାଙ୍କ ବାଲାନ୍ସ କରିବା ପାଇଁ ଚିନ୍ତା କରିଥାଏ? ପଶୁ କେବେ ବନ୍ଧୁବାନ୍ଧବ କରେ? ପ୍ରକୃତିର ନିୟମ ଅନୁସାରେ ସେ କିଛିଟା କ'ଣ ହୁଏ ସେ କିଛି ଜାଣିନଥାଏ। ମୈଥୁନ ହୁଏ ସେ ଜାଣିନଥାଏ, ପିଲା ପ୍ରସବ ହୁଏ ସେ ଜାଣିନଥାଏ, ନା ତାର ଅଲ୍ଟ୍ରାସାଉଣ୍ଡ ହୁଏ ପିଲା କେଉଁ ପୋଜିସନରେ ଅଛି। ଡିପଲି ଭାବିଲେ ମଣିଷ ରୋଷେଇ କରି ଖାଇବ, ପୁଣି ଆଇଟମ ବନେଇକି ଖାଇବ, ପୁଣି ବିଭିନ୍ନ ଆଇଟମ ଖାଇବ, ସେଥିରେ ବି ପରିତୃପ୍ତ। ପଶୁ କ'ଣ କେବେ ଆଇଟମ ବନଉଛି, ନା କେବେ ସିଝଉଛି, ନା ମସଲା ମସଲି ଆଣୁଛି? ଯଦି ତୁମେ ଏଇ କଥାକୁ ସୁନ୍ଦର ଭାବରେ ବିଚାର କରିପାରୁଛ, ତାହେଲେ ତମ ଭିତରେ କି ସ୍ୱତନ୍ତ୍ରତା ଅଛି ପଶୁଠାରୁ? ତମ ଭିତରେ ସ୍ୱତନ୍ତ୍ରତା ଅଛି, ତାହେଲେ ତମେ ବିଚାର କାହିଁ କଲ ନାହିଁ? ଚିନ୍ତା କ'ଣ ଆପଣଙ୍କର ନାହିଁ? ତାହେଲେ ୟୁ ଆର୍ ମ୍ୟାନ୍ ନା ୟୁ ଆର୍ ଆନିମଲ୍? ସେ କହିଲେ ବାବା କେତେ ସୁନ୍ଦର କଥା ଆପଣ କହୁଛନ୍ତି। ମୁଁ କହିଲି ମୋର ଚିନ୍ତା ନାହିଁ। ଠିକ୍ ଅଛି, ତାହେଲେ ଯେଉଁମାନଙ୍କର ଚିନ୍ତା ଅଛି, ଅଳ୍ପ ଅଳ୍ପ ଚିନ୍ତା, ସେମାନେ ଟିକେ ଡେଭଲପ୍ ବ୍ରେନ୍। ଯେଉଁମାନେ ଅନଡେଭଲପ୍ ବ୍ରେନ୍ ସେମାନେ କି ଚିନ୍ତା କରନ୍ତିନି, ଯାହାକୁ ମୂଢ଼ କହନ୍ତି। ଖାଇଲେ ପିଇଲେ ଶୋଇଲେ ଖଟିଲେ, ଆଉ କ'ଣ, ଟଙ୍କା ପଇସା ପ୍ରତି ଟିକେ ସାମାନ୍ୟ ଲୋଭ ଥାଏ, ତାକୁ ରଖିଦିଅନ୍ତି, କିଛି ନାହିଁ ଆଉ କ'ଣ, ଏମ୍ଲେସ୍ ଲାଇଫ୍। କହିଲେ ହଁ ତ ବାବା, ଏ ତ ସୁନ୍ଦର ଉପସ୍ଥାପନା। ଯିଏ ଚିନ୍ତା କରୁଛି, ପୁଣି ଚିନ୍ତା ଦୁଇ ପ୍ରକାର, କିଏ ସତ ଚିନ୍ତା କରୁଛି, କିଏ ଅସତ ଚିନ୍ତା କରୁଛି। ତାକୁ ବ୍ୟାଖ୍ୟା କଲେ ବହୁତ ସମୟ ଯିବ। ସୋଠୁ ସେ ଟିକେ ଡେଭଲପ୍ ବ୍ରେନ୍, ଯିଏ ପୁରା ଚିନ୍ତାରେ ଅଛି, ସତ ଚିନ୍ତା, ଈଶ୍ୱରୀୟ ଚିନ୍ତା, ସଚିନ୍ତାକୁ ହିଁ ଈଶ୍ୱରୀୟ ଚିନ୍ତା, ଜଗତର କଲ୍ୟାଣ, ଜଗତର ମଙ୍ଗଳ ପାଇଁ ଯିଏ ଅଛି, ସେ କେତେ ମହାନ। କହିଲେ ହଁ ଲୋକ ଏମିତି। ମୁଁ କହିଲି ଯେଉଁଟାକ ଫୁଲ୍ ଡେଭଲପ୍ ବ୍ରେନ୍। ଦେଖନ୍ତୁ ଆମର ବ୍ରେନ୍ ବିଷୟରେ ସାଇନ୍ସ ଏପର୍ଯ୍ୟନ୍ତ କିଛି ଜାଣିନି। ସାଇନ୍ସ କହୁଛି ବ୍ରେନ୍ ବିଷୟରେ ସମୁଦାୟ 2% ସାଇଣ୍ଟିଷ୍ଟ ବା ଡକ୍ଟର ମାନେ ଜାଣିଛନ୍ତି, ଯେଉଁମାନେ ବ୍ରେନ୍ ଉପରେ ରିସର୍ଚ୍ଚ କରୁଛନ୍ତି। 2% ନଲେଜ। ବିଜ୍ଞାନ ଏତେ ଉଚ୍ଚ ସ୍ତରକୁ ଗଲାଣି
ଲୋକ କେଉଁଠି ପହଞ୍ଚିଲେଣି, ସମୁଦ୍ରରେ ବୁଡ଼ିଲେଣି, ଆକାଶରେ ଉଡ଼ିଲେଣି, ଶୂନ୍ୟକୁ ଗଲେଣି, ମହାଶୂନ୍ୟ ଶୂନ୍ୟକୁ ଗଲେଣି, ମଙ୍ଗଳକୁ ଗଲେଣି, ଚନ୍ଦ୍ରକୁ ଗଲେଣି, କୈଳାସ ପର୍ବତ ଉପରେ ଏଭରେଷ୍ଟ ଉପରେ ଚଢ଼ିକି ପତାକା ଉଡ଼େଇକି ଆସିଲେଣି। କାହାର ମେମୋରି ପାୱାରଟା କେମିତି ବଢ଼ିବ ସେ ବିଷୟରେ ବିଜ୍ଞାନ କିଛି କହିପାରିଲାଣି। ଯୋଉଟାକ ବ୍ରେନରେ ଷ୍ଟୋର ହେଇକି ରହୁଛି କିଛି କହିପାରୁଛି ନା କାହାର ଷ୍ଟୋର କରେଇ ଦେଇପାରିବ? ଜଣେ ସାଧକ ମୋ ପାଖକୁ 2 ଜଣ ଆସିଥିଲେ, କହିଲେ ଆପଣ ଏତେ ସୁନ୍ଦର ପ୍ରବଚନ ଦେଇପାରୁଛନ୍ତି। ନା ବାବା, ଆପଣଙ୍କୁ ଆମେ କ'ଣ କହିବୁ? ଜଗନ୍ନାଥ ମନ୍ଦିରରେ ଆଶ୍ରମରେ ଆମେ କଥା ହେଉଥିଲୁ। ସେ କହିଲେ 18 ଅଧ୍ୟାୟ ଗୀତାକୁ ମୁଁ ଯେ 2 ଥର ପଢ଼ିଦେଲି, ମୋର ସମ୍ପୂର୍ଣ୍ଣ ମନେ ରହିଗଲା। ଆମକୁ ଆଶ୍ଚର୍ଯ୍ୟ ଲାଗିଲା। ସେ କହିଲେ, କହିଲେ କ'ଣ ଆଶ୍ଚର୍ଯ୍ୟ ଲାଗିଲା? ନା ମୁଁ ଥରେ ପଢ଼ିକି ଆଉ ଥରେ ପଢ଼ିଦେଲା ବେଳକୁ, ମୁଁ ଯେଉଁ ଚାପ୍ଟର ଖୋଲିଦେଲା ବେଳକୁ ଆମକୁ ସେ ଶ୍ଲୋକଟା ଆସିଯାଉଛି। ସପ୍ତମ ଅଧ୍ୟାୟ 3 ନମ୍ବର ଶ୍ଲୋକ କୁହନ୍ତୁ, ମୁଁ କହିଦେବି। 4 ନମ୍ବର ଶ୍ଲୋକ କୁହନ୍ତୁ, ମୁଁ କହିଦେବି। ଥରେ ଚିନ୍ତା କଲେ ଏଇ କଥାକୁ କିଏ କେବେ କାହାକୁ ବୁଝେଇ ପାରିବ, କହିପାରିବ? ଆର ରେଜଲ୍ଟଟା କେମିତି ହେଲା? ଯଦି ତାଙ୍କର ହେଲା, ଆଉ ଜଣଙ୍କର ଯେଉଁ ଫର୍ମୁଲାରେ ହେଇଛି ଆଉ ଜଣଙ୍କର କାହିଁ ସେଇ ଫର୍ମୁଲାରେ ନ ହେବ? ଆଉ ଜଣଙ୍କର ବିଜ୍ଞାନ କରିପାରିବନି କି ଆର ବି କରିପାରିବନି। ତେଣୁ ପୂର୍ବାର୍ଜିତ ପୁଣ୍ୟ ବଳରୁ, ଦୈବୀ କୃପାରୁ, ଦୈବୀ ଆଶୀର୍ବାଦରୁ ତାର ସେ ଅବସ୍ଥାଟା ପ୍ରାପ୍ତି ହେଇଛି, ଯାହାକୁ ଆମେ ପ୍ରାରବ୍ଧ କହୁଛୁ। ଛୋଟ ପିଲାଟେ ଜନ୍ମ ହେଇଛନ୍ତି, 3 ବର୍ଷରୁ ସୁନ୍ଦର ଭାବରେ ଭଜନ ଗାଇପାରୁଛନ୍ତି, ସୁନ୍ଦର ଭାବରେ ଶ୍ଲୋକକୁ ଆବୃତ୍ତି କରିପାରୁଛନ୍ତି, ସୁନ୍ଦର ଭାବରେ କ'ଣ କହୁଛନ୍ତି, ଗୀତ ବୋଲି ପାରୁଛନ୍ତି, ବାଜା ବଜେଇ ପାରୁଛନ୍ତି, ଶ୍ଲୋକ ଆବୃତ୍ତି କରିପାରୁଛନ୍ତି, ଠାକୁର ପୂଜା କରିପାରୁଛନ୍ତି, ବେଦ ବେଦାନ୍ତ ନ ପଢ଼ିକି ତାକୁ ପାଠ କରିପାରୁଛନ୍ତି। ଯାହା ଶୁଣୁଛନ୍ତି ୱାନ୍ସ ଟ୍ୱାଇସ୍। ଏ ବିଷୟରେ ବିଜ୍ଞାନ କିଛି କହିପାରିବ? ଆକୁ କୁହାଯାଏ ପ୍ରାରବ୍ଧ। କ'ଣ ପ୍ରାରବ୍ଧ? ନା ଜନ୍ମ ଜନ୍ମାନ୍ତର ସଚିନ୍ତା ସତ୍କାର୍ଯ୍ୟ ସତ୍ ଆଚରଣ ସେ କରିଛି। ଅସତ୍ ଚିନ୍ତା କରିନାହିଁ, ଅସତ୍ କାର୍ଯ୍ୟ କରିନାହିଁ, ଅସତ୍ ଆଚରଣ ସେ କରିନାହିଁ, ଯାହା ବଳରେ ତାର ଅନେକ ପୂର୍ଣ୍ଣ ବଳ, ଅନେକ ପୁଣ୍ୟ, ଅନେକ ଧର୍ମ ତା ଭିତରେ ଡିପୋଜିଟ୍ ହେଇ ଅଛି। ଅନେକ ଥର ସେ ଭଗବତ ଗୀତାକୁ ପାଠ କରିଛି, ରାମାୟଣକୁ ପାଠ କରିଛି, ଆଉ ମହାଭାରତକୁ ପାଠ କରିଛି, ବେଦ ବେଦାନ୍ତ ଉପନିଷଦକୁ ସେ ପାଠ କରିଛି, ଏବଂ ସବୁଗୁଡ଼ିକ ତା ବ୍ରେନ୍ ଭିତରେ ଅଛି। ସେଇ ସଂସ୍କାର ତ ମଣିଷର ସହଜେ କ୍ଷୟ ହୁଏ ନାହିଁ। ପାପ ସଂସ୍କାର ବି କ୍ଷୟ ହୁଏ ନାହିଁ, ପୁଣ୍ୟ ସଂସ୍କାର ବି କ୍ଷୟ ହୁଏନି। ଯେତେବେଳେ ସାଧକ ଚାହେଁ ମୁଁ ଏଇ ପ୍ରାରବ୍ଧକୁ ପୋଡ଼ି ପାଉଁଶ କରିବି, କ୍ରିୟମାନଙ୍କୁ ଆଉ ସୃଷ୍ଟି କରିବି ନାହିଁ, ସେତେବେଳେ ସାଧକର ଧ୍ୟାନ ହୁଏ। ସମସ୍ତେ କହନ୍ତି ଆମେ ସାଧନା କରୁଛୁ, ଧ୍ୟାନ କରୁଛୁ, କାହାରି ଧ୍ୟାନ ହୁଏନି। ଯଦି 1000 ଲୋକ ମେଡିଟେସନରେ ବସିବେ, ତାର କାହାରି ଧ୍ୟାନ ହବନି। ଭଗବତ ଗୀତାରେ ଲେଖା ଅଛି, 12 ଅଧ୍ୟାୟ ଭକ୍ତି ଯୋଗରେ ପୂଜାପାଠ ଠାରୁ ଜପ ଶ୍ରେଷ୍ଠ, ଜପ ଠାରୁ ଧ୍ୟାନ ଶ୍ରେଷ୍ଠ, ଧ୍ୟାନ ଠାରୁ କର୍ତ୍ତଭାବ ତ୍ୟାଗ କରିବାଟା ସର୍ବଶ୍ରେଷ୍ଠ। ଯୋଉଟା ବାବା ପୂର୍ବରୁ କହୁଥିଲେ, ମୁଁ ମୋର ଭାବ ଜୀବନ। ଜଣେ ସନ୍ନ୍ୟାସୀ କିଏ? ନା ଯାହାର ମୁଁ ମୋର ଭାବ ନାହିଁ। ଯେଉଁ ସନ୍ନ୍ୟାସୀର ବି ମୁଁ ମୋର ଭାବ ଅଛି, ସେ କର୍ମକାଣ୍ଡରେ ସନ୍ନ୍ୟାସ ହେଇଛି, ସେ କେବେ ଅବସ୍ଥାରେ ସନ୍ନ୍ୟାସ ହେଇ ନାହିଁ। ଯାହା ଭିତରେ ଆତ୍ମବୋଧ ଅବସ୍ଥା ପ୍ରତିଷ୍ଠା ଲାଭ କଲା, ସେ ସନ୍ନ୍ୟାସ। ତେଣୁ ଏ କଳି ଯୁଗରେ ସନ୍ନ୍ୟାସ ହେବା ବହୁତ ଦୁର୍ଲଭ। କେହି ସନ୍ନ୍ୟାସ ପାଇଁ ଉପଯୁକ୍ତ ନୁହନ୍ତି। ସମସ୍ତଙ୍କ ଭିତରେ ମୁଁ ମୋର ଭାବ ଅଛି। ଦେଖନ୍ତୁ, ଗୋଟେ ସାଧୁକୁ ଖରାପ ଭାଷା ଦିପଦ କୁହନ୍ତୁ, ସେମାନେ ସାଧୁ ହେଇଛନ୍ତି, ତାଙ୍କ ମୁହଁକୁ ଦେଖନ୍ତୁ, ଅଲଗା ଫେସ୍ ହେଇଯିବ,
ଅଲଗା ଆଖି ହେଇଯିବ। ଭଲ କଥା କୁହନ୍ତୁ, ବହୁତ ପ୍ରଶଂସା କରନ୍ତୁ, ବହୁତ ମିଠା କଥା କୁହନ୍ତୁ, ସେ ଆଉ ଗୋଟେ ପ୍ରକାର ହେଇଯିବେ। ଜଣେ ଲୋକ ସାଧୁଙ୍କ ପାଖକୁ ଗଲେ, ପଚାରିଲେ ଆପଣଙ୍କୁ ମହାରାଜକେ ଗାଳି ଦେଲେ କେମିତି ଲାଗେ? ନା ହଁ କଷ୍ଟ ଲାଗେ। ନା ଯେ ପ୍ରଶଂସା କଲେ ନା ଭଲ ଲାଗେ। ନା ମହାରାଜ ତା ଉପର ସେପାରି ପାଠ ଆଉ କିଛି ନାହିଁ, ଯୋଉଠି ଦିଟା ଲାଗିବ ନାହିଁ, ଭଲ ଲାଗିବ ନାହିଁ କି ମନ୍ଦ ଲାଗିବ ନାହିଁ। ଏ କଥା କ୍ରିୟା ଯୋଗ ମୂଳରୁ ଶିଖାଏ। ଯେପର୍ଯ୍ୟନ୍ତ ଦେହବୋଧ ଅବସ୍ଥା ଅଛି, ମୁଁ ଆଉ ମୋର ଭାବ ଅଛି, ସେ ପର୍ଯ୍ୟନ୍ତ ଆମକୁ ଏ କଥା ଲାଗିବ। ଯେତେବେଳେ ଦେହବୋଧ ଅବସ୍ଥା ନାହିଁ, ମୁଁ ମୋର ଭାବ ନାହିଁ, ସେତେବେଳେ ଭଲ ଲାଗିବ ନାହିଁ କି ମନ୍ଦ ବି ଲାଗିବନି, କିଛି ଲାଗିବନି। ଆପଣ ଖାଲି ଦେଖୁଥିବେ, ଖାଲି ଦେଖୁଥିବେ, ଖାଲି ଦେଖୁଥିବେ। କ'ଣ କହିଲେ? ଚିନ୍ତା। ତେଣୁ ଆପଣ ଚିନ୍ତା କରୁନାହାନ୍ତି ମାନେ ଆପଣ ପଶୁ। ଆପଣ ଟିକେ ଚିନ୍ତା କରୁଛନ୍ତି ମାନେ ଟିକେ ଡେଭଲପ୍ ବ୍ରେନ୍। ଯେ ବହୁ ଚିନ୍ତା କରୁଛି ଆଉ ଟିକେ ଡେଭଲପ୍ ବ୍ରେନ୍। ଯେ ସବୁବେଳେ ଚିନ୍ତାରେ ଅଛି, ସତ୍ ଚିନ୍ତାରେ ହାୟର ବ୍ରେନ୍। ଏକ୍ଜାମ୍ପଲ୍, ଭଗବାନ ଏ ସୃଷ୍ଟିର ଚିନ୍ତାରେ, ସୃଷ୍ଟିର ଲୀଳା ଖେଳାରେ ସବୁବେଳେ ଅଛନ୍ତି, ସବୁବେଳେ ଏନଗେଜ୍ ଅଛନ୍ତି। ତାଙ୍କ ସୃଷ୍ଟିଟା କେମିତି ସରସ, ସୁନ୍ଦର, ଆନନ୍ଦ ଆଉ ପ୍ରେମମୟ ହେବ। ସେଥିଲାଗି ଭଗବାନଙ୍କର ଆଖିର ପଲକ ନାହିଁ। ଭଗବାନ ଛିଡ଼ା ହେଇଛନ୍ତି। ଭଗବାନ କ'ଣ କେବେ ବସିଛନ୍ତି? କେଉଁଠି ଜଗନ୍ନାଥ, କୃଷ୍ଣ, ରାମ କେଉଁଠି ବସିଛନ୍ତି? କିନ୍ତୁ ଓଡ଼ିଶା ବର୍ଷରେ ଗୋଟେ ଜାଗା ଅଛି, ପୁରୀରେ ତୋଟା ଗୋପୀନାଥ। ସେ ସେବକ ପ୍ରଭୁଙ୍କୁ ଆଉ ପୂଜା କରିପାରିଲାନି। ଛୋଟ ହେଇଗଲେ, ବୟସ ହେଲେ ମଣିଷ ଟିକେ ଛୋଟ ହେଇଯାଏ, ହାତ ପାଇଲାନି ତାଙ୍କ ବେକକୁ ମାଳ ଦେବାକୁ। ପ୍ରଭୁ ଭକ୍ତାଧୀନ। ତେଣୁ ସେ କହିଲେ ବ୍ୟସ୍ତ ହନା, କାଲି ଆସିକି ଦେଖିବୁ। ଆଇଲା ବେଳକୁ ଗୋପୀନାଥ କ'ଣ କରିଛନ୍ତି ନା ଚେକା ପକାଇ ବସି ପଡ଼ିଛନ୍ତି। କେବଳ ଇଣ୍ଡିଆରେ ଗୋଟିଏ ସ୍ଥାନ, ସେଟା ପୁଣି ଓଡ଼ିଶାର, ପୁଣି ପୁରୀରେ ତୋଟା ଗୋପୀନାଥ ବସିଛନ୍ତି, ପୂଜା ପାଉଛନ୍ତି। ଏତେ ବଡ଼ ବିଗ୍ରହ, ଏତେ ବଡ଼ କମନୀୟ ମୂର୍ତ୍ତି କୋଉଠି ନାହିଁ ଇଣ୍ଡିଆର। ତେଣୁ ପ୍ରଭୁ ସବୁବେଳେ ଛିଡ଼ା ହେଇଛନ୍ତି, ସବୁବେଳେ ଆଖି ମେଲା କରିଛନ୍ତି, ସବୁବେଳେ ଜଗତ କଲ୍ୟାଣ, ଜଗତ ସେବାରେ ନିୟୋଜିତ ଅଛନ୍ତି। ତେଣୁ ଯେ ଉତ୍ତମ ସାଧକ ସମସ୍ତଙ୍କ କଲ୍ୟାଣ ପାଇଁ, ଜଗତର ମଙ୍ଗଳ ପାଇଁ ସବୁବେଳେ ଚେଷ୍ଟିତ। ତାଙ୍କର ସମସ୍ତ ଶକ୍ତି, ସାମର୍ଥ୍ୟ ଯାହା ତାଙ୍କ ପାଖରେ ଅଛି, ସବୁକିଛି ସେ କ'ଣ କରନ୍ତି ନା ଜଗତ କଲ୍ୟାଣ, ଜଗତ ମଙ୍ଗଳ ପାଇଁ ବିନିଯୋଗ କରିଦିଅନ୍ତି। ଯେଉଁମାନେ ନିଃସ୍ୱାର୍ଥ, ଯେଉଁମାନେ ସ୍ୱାର୍ଥପର, ଯେଉଁମାନେ ଲୋଭୀ, ଯେଉଁମାନେ ଆଳସ୍ୟ, ସେମାନେ ଏତେ ଚିନ୍ତାଗ୍ରସ୍ତ ହୁଅନ୍ତି ନାହିଁ, କେବେ ଚିନ୍ତାଗ୍ରସ୍ତ ହେବେନି। ତେଣୁ ଆପଣ ଖାଇକି 10ଟାରେ ଶୋଉଛନ୍ତି, ଏତେ ରାତିରେ ଉଠୁଛନ୍ତି, ପେଟେ କିଏ ଦେଲା ତାକୁ ଆପଣ ଖାଇ ଦେଉଛନ୍ତି। ଥରେ ଚିନ୍ତା କରୁନାହାନ୍ତି ଏସବୁର ରହସ୍ୟ କ'ଣ? ତେଣୁ ଆମେ ଜନ୍ମ ହେଇଛେ କ'ଣ ନା ପ୍ରାରବ୍ଧକୁ ପୋଡ଼ି ପାଉଁଶ କରିବା, ନୂତନ କ୍ରିୟମାଣ ସୃଷ୍ଟି କରିବା ନାହିଁ, ସଞ୍ଚିତକୁ ମଧ୍ୟ ପୋଡ଼ି ପାଉଁଶ। ଯାହା ଭୋଗ ଆମ ଲାଇଫରେ ହେଉଛି ତାହା ହିଁ ପ୍ରାରବ୍ଧ। ଯାହା ଭୋଗ ନ ରହି ଆମର ବ୍ରେନ୍ ଭିତରେ ସଞ୍ଚିତ ରହୁଛି, ମାନେ ଯାହା ରହିଯାଉଛି ତାହା ହିଁ ସଞ୍ଚିତ। ଯାହା ଆମେ କର୍ମ କରୁଛେ ତାହା ହିଁ କ୍ରିୟମାଣ। ଯେତେବେଳେ ଆପଣଙ୍କର ଏଇ ବିଷୟରେ ଭଲ ଭାବରେ ଜ୍ଞାନ ଲାଭ ହେଲା, ଜ୍ଞାନ ଲବ୍ଧା ପରାଂଶାନ୍ତି। ଜ୍ଞାନ କିଏ ଲାଭ କରେ? ଭଗବଦ୍ ଗୀତାରେ ଉଲ୍ଲେଖ ଅଛି, ଶ୍ରଦ୍ଧାବାନ ଲଭେତେ ଜ୍ଞାନଂ। ଶ୍ରଦ୍ଧାବାନ କ'ଣ କରନ୍ତି ନା ଜ୍ଞାନର ଅଧିକାରୀ। ସବୁ ବିଷୟରେ ଗୋଟେ ଶ୍ରଦ୍ଧା ଦରକାର। ଆଦୌ ଶ୍ରଦ୍ଧା, ତତ୍ପର ସାଧୁସଙ୍ଗ, ତତ୍ପର ସାଧନା, ତତ୍ପର ସିଦ୍ଧି। ଶ୍ରଦ୍ଧାବାନ ଲଭେତେ ଜ୍ଞାନଂ। ଶ୍ରଦ୍ଧା ଆସିବାରୁ ଆପଣମାନେ ଆସିଛନ୍ତି, ଆସିବାରୁ ସତ୍ସଙ୍ଗ ଶୁଣୁଛନ୍ତି,
ସତ୍ସଙ୍ଗ ଶୁଣୁଥିବାରୁ ଆପଣ କିଛି ଜ୍ଞାନ ଲାଭ ହେଉଛି। ଜ୍ଞାନ ଲାଭ ପରେ ଆପଣ ସାଧନା କରିବା ପାଇଁ ଇଚ୍ଛା କରୁଛନ୍ତି। ସାଧନା ଯେତିକି କରୁଛନ୍ତି ସେତିକି ରେଜଲ୍ଟ ଆପଣ ଭୋଗୁଛନ୍ତି। 2 ଘଣ୍ଟା ଡ୍ୟୁଟି କରିବେ, ଆଉ କ'ଣ 20 ଘଣ୍ଟାର ଫଳ ପାଇବେ? 8 ଘଣ୍ଟା ଖଟିବେ, ଆଉ କ'ଣ 12 ଘଣ୍ଟାର ଫଳ ପାଇବେ? ଠିକ ବିଷୟରେ କନସସ୍ ଲୋକର ନାହିଁ। ଆରେ ମୁଁ 2 ଘଣ୍ଟା ଆଜି ଧ୍ୟାନ କରିଦେଇଛି, 2 ଘଣ୍ଟା କୀର୍ତ୍ତନ କରୁଛୁ। ଆରେ ବାପା ତୋ ପାଇଁ କରିଛୁ, ଅସୁବିଧା କ'ଣ ଅଛି? 20 ଟଙ୍କା ମଜୁରୀ ମିଳିଲା, 8 ଘଣ୍ଟା କଲୁ ନାହିଁ। 80 ଟଙ୍କା ମଜୁରୀ ମିଳିଥାନ୍ତା, ଘଣ୍ଟାକୁ ଯଦି 10 ଟଙ୍କା। ଏ 2 ଘଣ୍ଟାରେ ତୁ ସନ୍ତୁଷ୍ଟ ହେଇଗଲୁ। ଦେଖନ୍ତୁ, ସବୁଥିରେ ମଣିଷ ଅସନ୍ତୁଷ୍ଟ। ପାଠ ପଢିଛି ଆଉ ପାଠ ପଢିଥାନ୍ତି। ଜାଗା ବାଡ଼ି କିଣିବାରେ ଅସନ୍ତୁଷ୍ଟ। ଆଉ ଗୋଟେ ଜାଗା 2ଟା ପ୍ଲଟ ଅଛି, ଆଉ ଗୋଟେ ପ୍ଲଟ ହୁଅନ୍ତା କି ଝିଅ ପାଇଁ କି କାହା ପାଇଁ ଗୋଟେ ହୁଅନ୍ତା। ଗୋଟେ ଗାଡ଼ି କିଣିଛି, ଆଉ ଗୋଟେ ଗାଡ଼ି ହୁଅନ୍ତା କି। ଏ ଦୁନିଆରେ କେହି ସନ୍ତୁଷ୍ଟ ନୁହନ୍ତି, ସମସ୍ତେ ଅସନ୍ତୁଷ୍ଟ। ସମସ୍ତେ ଆହୁରି ପ୍ରାରବ୍ଧ ସୃଷ୍ଟି କରିବାକୁ କ୍ରିୟମାନଙ୍କୁ ତ ସଞ୍ଚିତ ପ୍ରାରବ୍ଧ ହେଇଛି, ଲାଗି ପଡ଼ୁଛନ୍ତି। ଲାଗ, କିଛି ଖରାପ ନାହିଁ। ଭଲ କ୍ରିୟମାନଙ୍କର ଭଲ ପ୍ରାରବ୍ଧ ସୃଷ୍ଟି, ଭଲ ପ୍ରାରବ୍ଧକୁ ଭୋଗ କରିବ। ସୁନ୍ଦର ଭାବରେ ପ୍ରାରବ୍ଧକୁ ଚୟନ କର, ସୃଷ୍ଟି କର। କିଛି ଅସୁବିଧା ନାହିଁ। ମୁକ୍ତିମୁଖ୍ୟ ହେବା କିଛି ଦରକାର ନାହିଁ। ଦାନ କର, ସେବା କର, ପୂଜା କର, ଜପ କର, ସାଧନା କର, କରିଚାଲ କର୍ତ୍ତା ଭାବ ତ୍ୟାଗ କରିକି। କାରଣ କର୍ତ୍ତା ଭାବ ରହିଲେ ମଣିଷ ଭିତରେ ଅହଙ୍କାର ଆସିବ। ଅହଙ୍କାର ଆସିବ ଯୋଉଠି, ଭଗବାନ ସେଇଠି ସାଧକର ପତନ କରାଇ ଦିଅନ୍ତି। କାରଣ ଗାଳି ଦେଲେ ସଉ, ଗର୍ବ ନ ସଉ, କ୍ଷଣିକେ ଚୂର୍ଣ୍ଣ କରିଦେଉ। ସେ ଅହଙ୍କାରରୁ ଯେତିକି ପୂର୍ଣ୍ଣ ଫଳ ଆମକୁ ମିଳୁଥିବ, ତା କ୍ଷୟ ହେଇଯିବ, ତା କ୍ଷୟ ହେଇଯିବ, ତା କ୍ଷୟ ହେବାର ଲାଗିବ। ଆଉ କେଉଁଠି ହବ? ତେଣୁ ଯୋଗ କର୍ମସୁ କୌଶଳମ୍। ପ୍ରତି କର୍ମରେ ଗୋଟେ କୌଶଳ ଅଛି। ସେ କୌଶଳ ଶିଖିବା ପାଇଁ ଚେଷ୍ଟା କର। ସେଥିପାଇଁ ଦୀକ୍ଷା ଗ୍ରହଣ, ସେଥିପାଇଁ ଶାସ୍ତ୍ର ଅଧ୍ୟୟନ, ସେଥିପାଇଁ ସତ୍ସଙ୍ଗର ଆବଶ୍ୟକତା ରହିଛି। ତେଣୁ କହିଲି, ସମସ୍ତେ ସନ୍ତୁଷ୍ଟ ନୁହନ୍ତି। କେଉଁ ଜଗତରେ? ନା ଭୌତିକ ଜଗତରେ। କିନ୍ତୁ ଯଦି ଆଧ୍ୟାତ୍ମିକ ଜଗତରେ 5,000 ଟଙ୍କା କୋଉଠି ଆଶ୍ରମକୁ ଦେଇଛନ୍ତି, ସନ୍ତୁଷ୍ଟ ଉପରେ ସନ୍ତୁଷ୍ଟ। ପ୍ଲିଜ, ହାଇଲି ପ୍ଲିଜ, ଏତେ ଟଙ୍କା ସେ ବାବାଜୀଙ୍କୁ ମୁଁ ଦେଇଦେବି। ଯଦି 2 ଘଣ୍ଟା ଜପ ଧ୍ୟାନ କରିଛି, ଏତେ ସମୟ ମୁଁ ବସିଗଲି ସାଧନାରେ, ସେ କର୍ମଫଳ ଯେ ତୁମ ପାଇଁ, ତୁମେ କ'ଣ ଏଇଟା ଜାଣିନ? ଯାହା ଦେଲ ସେ ଯେ ତମ ପାଇଁ ତୁମେ ଜାଣିନ? ଯାହାକୁ ଦେଲ ତାର ପୁଣ୍ୟଫଳ ତୁମକୁ ପ୍ରାପ୍ତି ହବ, ତୁମେ କ'ଣ ଏଇଟା ଜାଣିନ? ଯେ ଯେତେ ଦାନ କରେ ସେ ସେତେ ବିଶାଳ ହେଇଯାଏ, ସେ ସେତେ ମହାନ ହେଇଯାଏ। ସବୁକିଛି ତାର ଆପଣାର ହେଇଯାଆନ୍ତି। ଆଉ ଯେତିକି ଦିଏ ତା ଶତଗୁଣରେ ତା ପାଖକୁ କୋଉ ପ୍ରକାରରେ ଫେରିଆସେ। ଆଶ୍ରମରେ ସତ କଥା କହିଲେ ବହୁତ କଷ୍ଟ ଲାଗେ ସମସ୍ତଙ୍କୁ। ଅପ୍ରିୟ ସତ କଥା କହିବା ପାଇଁ ଶାସ୍ତ୍ରରେ ମନା କରାଯାଇଛି। ବାବାଙ୍କର ଏବେ ଅନୁଭବ, କାହାକୁ କିଛି ନ କହି ମୌନ ବ୍ରତ ପାଳନ କରି ଧୈର୍ଯ୍ୟ ଧରି ସାଧନା କରି ଯିବାର ଅଛି। ସବୁ ତୁମର ପ୍ରାରବ୍ଧ, ତୁମେ ଦେଖ, ଜାଣ, ନିରବ ରୁହ, ମୌନ ବ୍ରତ କର। ତମ ବିରୁଦ୍ଧରେ ଅନେକ କିଏ ମନ୍ତବ୍ୟ ଦେବେ, ଯଦି ସେ ମନ୍ତବ୍ୟକୁ ଶୁଣି ତୁମେ ସମ୍ପୂର୍ଣ୍ଣ ନୀରବ ରହିବ, ସବୁ ତୁମେ ବୋଲି ଭାବିବ, ଦିନ ଆସିବ ସେ ପ୍ରଶ୍ନର ଉତ୍ତର ତୁମେ ପାଇବ। ଦିନ ଆସିବ ସେ ପ୍ରଶ୍ନର ଉତ୍ତର ତୁମକୁ ହିଁ ମିଳିବ, ଭଲ ଉତ୍ତର ମିଳିବ। ଜଣେ ଡିସାଇପଲ୍ ଥିଲେ। ଯେତେବେଳେ ସେ ଆଶ୍ରମକୁ ଆସନ୍ତି, ଆମେ ସମସ୍ତଙ୍କୁ ଆତ୍ମଜ୍ଞାନର ଅଧିକାରୀ ହେବା ପାଇଁ କହୁ। ଆତ୍ମଜ୍ଞାନର ଅଧିକାରୀ ହେଲେ ମଣିଷର ସମସ୍ତ ଜଳା,
ପ୍ରାରବ୍ଧ ସଞ୍ଚିତ କ୍ରିୟମାନ ସବୁ ପୋଡ଼ି ପାଉଁଶ ହେଇଯିବ। ଯେପର୍ଯ୍ୟନ୍ତ ବ୍ୟକ୍ତି ଆତ୍ମଜ୍ଞାନର ଅଧିକାରୀ ହେଇନାହିଁ ତାର କୌଣସି ଜିନିଷ ପୋଡ଼ିକି ପାଉଁଶ ହେବ ନାହିଁ। ଆମେ ତା ଭିତରେ ସମସ୍ତଙ୍କୁ ଦାନ କରିବା ପାଇଁ କହୁ, ତାଙ୍କ ବି କହିଲୁ। ସବୁବେଳେ ଚୋର ମନ ଚୋର ଗଣ୍ଠିରେ। ଯେତେବେଳେ ତାପରେ ପଇସା ହେବ ସେ ଭାବିବ ମୋର ଏଇ ଟଙ୍କାଟା କାଳେ କିଏ ନେଇଯିବ କି, ତାକୁ ତ ଏଇ ଚିନ୍ତା ଖାଲି ଲାଗିବ। ଆଉ ସମୁଦ୍ରରେ ଯେତେ ପାଣି ହେଲେ ସମୁଦ୍ର କ'ଣ କୂଳ ଲଙ୍ଘନ କରେ? ନଦୀରେ ପାଣି ଅଧିକା ହେଲେ ତା କୂଳ ଲଙ୍ଘନ କରେ। ସେଇଭଳି ଯେତେ ଧନ ବଢ଼ିଲେ, ଯେ ପ୍ରକୃତ ଜ୍ଞାନର ଅଧିକାରୀ, ଯେତେ ଧନ ବଢ଼ିଲେ ତାର କେବେ ଅହଙ୍କାର ହୁଏ ନାହିଁ। କାରଣ ଦେଖେ ଏ ପ୍ରଭୁଙ୍କ ଧନ, ପ୍ରଭୁଙ୍କ ପାଖକୁ ଆସିଛି, ଏ ସମସ୍ତ ଧନକୁ ପ୍ରଭୁଙ୍କ ସେବାରେ ମୁଁ ଲଗେଇଦେବି, ସବୁ ପ୍ରଭୁଙ୍କ ସେବାରେ ଲଗେଇଦେବି। ତାର ଅହଙ୍କାର କୋଉଠୁ ଆସିଲା? ସେ ସିନା ମୋ ପାଇଁ, ନିଜ ପାଇଁ, ପିଲା ଛୁଆଙ୍କ ପାଇଁ, ସଂସାର ପାଇଁ ସିନା କଲେ ତାର ଅହଙ୍କାର ଆସିବ। ଯେତେ ଧନ ଆସିଛି ସେ ସବୁ ଭଗବାନଙ୍କ ସେବାରେ ଲଗେଇ ଦେଇଛି। ଯେମିତି ଆମେ ଜୀବନଟାକୁ ନିର୍ବାହ ପାଳନ କରୁଛୁ, ଯେତେ ପଇସା ବାବାଙ୍କ ପାଖକୁ ଯିଏ ଯାହା ଦଉଛନ୍ତି ପୂର୍ବ ଜନ୍ମର ସଂସ୍କାରରୁ, ଏ ଜନ୍ମର କ୍ରିୟମାଣରୁ ବାବା ସମସ୍ତ ପଇସା ସେଇ ଠାକୁରଙ୍କ ସେବାରେ ହିଁ ଲଗେଇ ଦଉଛନ୍ତି। এই କଥା ଏପର୍ଯ୍ୟନ୍ତ କେହି ବୁଝିପାରୁନାହାନ୍ତି, ଜାଣିପାରୁନାହାନ୍ତି। କେହି ବୁଝିବା ଜାଣିବାର କିଛି ଆବଶ୍ୟକତା ନାହିଁ, କାହାକୁ ଜଣେଇବାର ଆବଶ୍ୟକତା ନାହିଁ। ସମୟ ଆସିଲେ ସମସ୍ତେ ଜାଣିବେ। ସତ୍ୟ କେବେ ଲୁଚି ରହେ ନା। କ'ଣ କୁହା ହେଉଥିଲା? ତେଣୁ ସବୁବେଳେ ସଚେତନ ରୁହନ୍ତୁ, ଜାଗ୍ରତ ରୁହନ୍ତୁ। ମୁଁ ମୋର କର୍ମଫଳ ଭୋଗ କରୁଛି ବା ମୁଁ ପ୍ରାରବ୍ଧ ଭୋଗ କରୁଛି, ତାର ସ୍ରଷ୍ଟା ମୁଁ। ଏଥିପାଇଁ କେହି ଦାୟୀ ନୁହନ୍ତି। ଆଜି ମୋର ଯେତିକି ଦୀକ୍ଷା, ଶିକ୍ଷା, ପରିବେଶ, ମୋର ବ୍ୟବହାର, ଚାଲିଚଳନ, ଆଚରଣ ସବୁକିଛି ମୋର ପୂର୍ବାର୍ଜିତ କର୍ମର ଫଳ। ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଏ ବଳେ। ତେଣୁ ପୂର୍ବ ଅର୍ଜିଲା କର୍ମ ନାହିଁ, ଏବେ ଲୋଡ଼ିଲେ ପାଇବୁ କାହିଁ? ତେଣୁ ମଣିଷକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି, ସେ ସବୁ କଥାକୁ ବିଚାର କରିପାରୁଛି। ପଶୁଟେ କିନ୍ତୁ କିଛି ବିଚାର କରୁନାହିଁ। ଯଦି ସେ ବିଚାର କରିପାରିବ, ବିଚାର ହିଁ ସଂଯମର ଚାବିକାଠି। ଦେଖନ୍ତୁ, ସବୁ ଲୋକଙ୍କର ବିଚାର ଅଛି, କିନ୍ତୁ ବିଚାରଟା ଏତେ ଉନ୍ନତ ନୁହଁ। କାହାର ଉନ୍ନତ, କାହାର ଅନୁନ୍ନତ, କାହାର ପୁରା ହାଇ ଥଟ୍ସ। ଜଣେ ଗୁରୁଙ୍କୁ ଦେଖିଲେ ପ୍ରଣାମ କଲେ, ପୁଣି ପ୍ରଣାମର ପ୍ରଣାମ ଅଛି। ଯଦି ଲୋକ ଦେଖିଲେ ପାଦ ଛୁଇଁଦେବେ, ମୁଣ୍ଡିଆ ମାରିବେ ନାହିଁ। ଏତେ ଲୋକ ଅଛନ୍ତି, ମୁଁ ଗୁରୁଙ୍କୁ କେମିତି ମୁଣ୍ଡିଆ ମାରିବି? ଆମରି ଶିଷ୍ୟଙ୍କୁ ମୁଁ ଦେଖିଛି, କିନ୍ତୁ ଆମେ ଗୁରୁଙ୍କୁ ଯୋଉଠି ଦେଖିଛୁ ପ୍ରଣାମ କରିଛୁ, ପଞ୍ଚାଙ୍ଗ ପ୍ରଣାମ କରିଛୁ। ଯୋଉଠି ରାସ୍ତାଘାଟ, ବଜାର, ଧୂଳି ଧୂସର ଯେକୌଣସି ଜାଗାରେ ଆମେ ଦେଖିଛୁ। ଯିଏ ଯେମିତି କରୁଛି ନିଜ ପାଇଁ କରୁଛି, ଖାଲି ଜଷ୍ଟ ନଲେଜ ଦେବା ପାଇଁ, ନିଜକୁ ସୁନ୍ଦର ଭାବରେ ଶୃଙ୍ଖଳିତ କରିଦେବା ପାଇଁ, ସୁସଂସ୍କାର ଆଣିବା ପାଇଁ ଏ କଥାଟି କୁହାହେଉଛି। ମୋତେ ଯେ ବଜାରରେ ପ୍ରଣାମ କର, ଏଇ କଥା କୁହାହେବ। ସେ କର୍ମଫଳ ତମକୁ ହିଁ ଭୋଗ କରିବାକୁ ପଡ଼ିବ। ଏତେ ଭୟାବହ ଭାବରେ ଭୋଗ କରିବାକୁ ପଡ଼ିବ, ତାର ଠିକ ଆଉ ଠିକଣା ନାହିଁ। ଗୁରୁଙ୍କୁ ପ୍ରଣାମ ପରେ ମୁଣ୍ଡରେ ଯେଉଁ ଧୂଳି ଲାଗିଛି ତାକୁ ଲୋକ ସାଥେ ଝାଡ଼ି ଦିଅନ୍ତି। ଏତେ ଅପରାଧ କରନ୍ତି, ତାଙ୍କରି ଆଗରେ ବି ଝାଡ଼ି ଦିଅନ୍ତି। ତାର ଅପରାଧ ତମକୁ ହିଁ ଭୋଗ କରିବାକୁ ପଡ଼ିବ। ସମସ୍ତଙ୍କ ଚରଣେ ମୋ ମସ୍ତକ ଲାଗୁ, ସର୍ବାତ୍ମେ ତୁମକୁ ଧାଇ ହେ। ସମସ୍ତ କର୍ମ ଅର୍ପିତ ବପାଦେ, ତବ ନାମ ସଦା ଗାଉଥିବି। କିଏ ଗୁରୁଙ୍କୁ ଦେଖିଲେ ପ୍ରଣାମ କଲେ, ବାବା ଆସିଛନ୍ତି, କୁଆଡ଼େ ଆସିଥିଲେ, ଫର୍ମାଲିଟି ମେଣ୍ଟେନ୍ କରି ପଳେଇଲେ। ଆଉ ଜଣେ କହିଲେ, ଆହା
ମୁଁ ଗୁରୁଙ୍କୁ ଦର୍ଶନ କଲି, ରିକ୍ତ ହସ୍ତରେ କ'ଣ ଗୁରୁଙ୍କୁ ଦର୍ଶନ କରିବି? କିଏ ପଇସା ବାହାର କରି ଗୁରୁଙ୍କୁ ପ୍ରଣାମ ଦେଲା, କିଏ ନା ଆଉ ଯାହା ହାଇ ଡେଭଲପ୍, ଆରେ କ'ଣ ଟିକେ ଗୁରୁଙ୍କ ପାଇଁ ଗୋଟେ ଏଠି ଯାହା ଏଠି ମିଳୁଛି ଫଳ ପତ୍ରଂ ପୁଷ୍ପଂ ଫଳଂ ତୋୟଂ, ଭଗବତ ଗୀତାରେ ଭଗବାନ କହିଛନ୍ତି, କେଉଁ ଅଧ୍ୟାୟଟା ମୋର ମନେ ନାହିଁ, ତେଣୁ ଭଗବାନଙ୍କୁ ଦେଇ ପୂଜା କର। ଫୁଲ କେଉଁ ଅଧ୍ୟାୟ ନବମ ଅଧ୍ୟାୟ କି, ଫଳ ଜଳ ଆଉ ପତ୍ର, ପତ୍ରଂ ପୁଷ୍ପଂ ଫଳଂ ତୋୟଂ, ତାକୁ ପିଣ୍ଡରେ ବୁଝେଇଲେ ହବ, ବ୍ରହ୍ମାଣ୍ଡରେ ଆଗ ବୁଝନ୍ତୁ। ପ୍ରତ୍ୟେକ ଦିନ ଠାକୁରଙ୍କ ପାଖରେ ତୁମେ କ'ଣ କରିବ ନା କ'ଣଟେ ଦବ, ଫୁଲଟିଏ ହଉ, ଫଳ ଟିକେ ହଉ, ପାଣି ଟିକେ ହଉ, ଆଉ କ'ଣ ପୁଷ୍ପଟିଏ ହଉ, ପ୍ରତ୍ୟେକ ଦିନ ଗୁରୁ ଭଗବାନଙ୍କ ପାଖରେ ତୁମେ ଦବ। ଆଚ୍ଛା, ଯିଏ ଯାହାକୁ ଦିଏ ସିଏ ତା ଫଳ ପାଏ, ଏ ସୃଷ୍ଟିର ନିୟମ। ଯିଏ ପ୍ରତ୍ୟେକ ଦିନ ଫୁଲଟିଏ ଦେଇଥିବ, ପ୍ରତ୍ୟେକ ଦିନ ଫଳଟିଏ ଦେଇଥିବ, ପ୍ରତ୍ୟେକ ଦିନ ପାଣିଟିଏ ଦେଇଥିବ, ପ୍ରତ୍ୟେକ ଦିନ ପତରଟିଏ ଦେଇଥିବ, ତୁଳସୀ ପତ୍ର କିଏ ବେଲପତ୍ର ଦେବୀ ହେଲେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ, କିଏ ଜଳ ଟିକେ ଦେଇଥିବ, ଜଳଟିଏ ଠାକୁରଙ୍କ ପାଖରେ ଫୁଲଟିଏ ପକାଇ ରଖନ୍ତି ବହୁ ଲୋକ, କିଏ ଫଳ ଭୋଗ କରନ୍ତି, ଫୁଲ ବି ଦିଅନ୍ତି, କିଏ ଦୀପ ବି ଲଗାନ୍ତି, କିଏ ଧୂପ ବି ଦିଅନ୍ତି। ତେଣୁ ତୁମେ ତ ଭଗବାନଙ୍କୁ ଦେଖିନ, ଗୁରୁଙ୍କୁ ଦେଖିଛ, ଗୁରୁଙ୍କ ଠାରୁ ଭଗବାନ ବିଷୟରେ ଜାଣିଛ, ଭଗବତ ପ୍ରାପ୍ତି ପାଇଁ ଗୁରୁ ହିଁ ମାଧ୍ୟମ। ସବୁ ଚାରି ଭଗବାନ କହିଛନ୍ତି, ମୁଇଁ ବସଇ ଗୁରୁ ଦେ ମୋତୋ ଗୁରୁ ଭିନ୍ନ ନୁହେଁ। ଏ ଘିନି ଗୁରୁ ଭଗବାନ, ସେ ନୁହନ୍ତି ମନୁଷ୍ୟ ସମାନ। ଗୁରୁଙ୍କୁ ନମଣି ମନର, ଗୁରୁଟି ସାକ୍ଷାତ ଈଶ୍ୱର। ଆମେ ୟାକୁ ବୋଲୁଛେ, କହୁଛେ, ଆର ମିନିଂ ବୁଝିଛେ। ତେଣୁ ଗୁରୁକୁ ଦେଖା ଦର୍ଶନ ହେଲା, କିଏ ପ୍ରଣାମୀ ଦେଲା, ନା ଏଠି ପଇଡ଼ ଭଲ ବିକ୍ରି ହେଉଛି, ମୁଁ ମୋ ଗୁରୁଙ୍କୁ ପିଆଇବି। ଯଦି ଶ୍ରଦ୍ଧା ଥବ, ଭାବ ଥବ, ଭକ୍ତି ଥବ, ଗୁରୁ ତା ନିଶ୍ଚିନ୍ତ ଭାବରେ ଗ୍ରହଣ କରିବେ। କି ବଜାରରେ ଫଳ ବିକ୍ରି ହେଉଛି, ମୁଁ ଫଳ ଟିକେ ଦେବି। କି ଗୁରୁ ଏଇଠି ଆସିଛନ୍ତି, ଗୋଟେ ସୁନ୍ଦର ଆସନଟିଏ, ନୂଆ ଟାଉଲଟେ ହଉ କି ଗାମୁଛାଟି ହଉ, ଯାହାର ଯେମିତି ସାମର୍ଥ୍ୟ ଅଛି, କି 500 ଟଙ୍କା ଟାଉଲ କିଣିପାରିବ, କି 50 ଟଙ୍କାର ଗାମୁଛାଟି ବି କିଣିପାରିବ। ସେ ପକାଇ ବାବା ଏଠି ବସନ୍ତୁ। ଆମେ ଏମିତି ଡିସାଇପଲ୍ ଦେଖିନୁ। ଆମ ଲାଇଫରେ ଆମେ ଗୁରୁଙ୍କ ପାଇଁ କରିଛୁ, କହିବାଟା ଠିକ୍ ନୁହେଁ। ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ଦେଖିଛନ୍ତି, ସାଦରରେ କରିଛୁ, ଆମେ କରୁଛୁ ଆମ ପାଇଁ। ଆମେ ତାର ଫଳ ନିଶ୍ଚିନ୍ତ ଭୋଗ କରିଛୁ, ଭୋଗ କରୁଛୁ। ଯିଏ ନ କରିଛି ତା ନିଜ ପାଇଁ କରିନାହିଁ, ସେ ଫଳ ସେ ଭୋଗ କରିବ। କଥା ରହିଯାଏ, ସବୁ କଥା ଗୁରୁ ଜାଣନ୍ତି, କିଛି କହନ୍ତିନି। ଯେ ବାସ୍ତବ ଗୁରୁ କିଛି କହନ୍ତିନି। ଜଗତ ଶିକ୍ଷା ପାଇଁ, ଜଗତ କଲ୍ୟାଣ ପାଇଁ, ଲୋକକୁ ଶିଷ୍ୟକୁ ଉଦ୍ଧାର କରିବା ପାଇଁ କେତେ ଗୁଡ଼ିଏ ଉପଦେଶ ଦିଆଯାଏ। ଭାବନ୍ତି ଗୁରୁ ଏହା ଚାହୁଁଛନ୍ତି, ତା ଭୁଲ। ସେ କେଉଁଥିରେ ନଥାନ୍ତି। ସେ କୌଣସି ଲୋକର ବ୍ୟକ୍ତିକୁ ଦେଖନ୍ତି ନାହିଁ, ସେ ଭାବକୁ ଦେଖନ୍ତି। ସେ ଭାବଟା ସୃଷ୍ଟି ହୁଏ ସଂସ୍କାର। ତେଣୁ ତୁମକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି, ତୁମେ ସୁନ୍ଦର ଭାବରେ ବିଚାର କରିପାରୁଛ, ସବୁକିଛି କରିପାରୁଛ। ତମ ଫ୍ୟାମିଲିରେ ତମ ବାପାଙ୍କ ଦେହ ସୁସ୍ଥ ହେଲା, କି ମାଆଙ୍କ ଦେହ ସୁସ୍ଥ ହେଲା, କି ତମ ଝିଅଙ୍କ ଦେହ ଅସୁସ୍ଥ ହେଲା, ତୁମେ ମେଡ଼ିକାଲରେ 7 ଦିନ, 8 ଦିନ, 15 ଦିନ, ମାସେ ପଡ଼ି ରହିବ। ସେତେବେଳେ ଛୁଟି ମିଳିବ। ସେତେବେଳେ ପଇସା ମିଳିବ। ଯଦି ଗୁରୁଙ୍କର ଦେହ ଅସୁସ୍ଥ ହେଲା, ଆରେ କାହିଁକି ଗୁରୁଙ୍କ ଦେହ ଅସୁସ୍ଥ ହେଲା? ଆଗ ଗୋଟେ ବାଣ ମରା ହବ ଗୁରୁଙ୍କ ଉପରେ। ଏ ପାପ କର୍ମ କରିଛି, ଏଥିପାଇଁ ତା ଦେହ। ଏଇ କି ଗୁରୁ? ଆଉ ଯଦି ଗୁରୁ ନିର୍ଦ୍ଦେଶ ଥିଲା ଆସିବ ଟିକେ ମେଡ଼ିକାଲ, ସମୟ କାହିଁ? ଅଫିସ୍ ଆୱାର ସମସ୍ତଙ୍କ ପାଇଁ।
କାହାକୁ ଆକ୍ଷେପ କରି କୁହାହେବ। ଲୋକ ବି ଚାକିରି ଛାଡ଼ିଦେଇ ବାପା ମାଆଙ୍କ ସେବାରେ ବସିଯାଆନ୍ତି। କିନ୍ତୁ ଯିଏ ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ, ଯିଏ ମୁକ୍ତି ମୋକ୍ଷର ବାଟ ଦେଖାଇଥାଏ, ଯିଏ ଜନ୍ମ ଜନ୍ମାନ୍ତର କୁସଂସ୍କାରରୁ ସୁସଂସ୍କାରରୁ ଆଣିଥାଏ, ଯିଏ ଅନ୍ଧକାରରୁ ଆଲୋକକୁ ଆଣିଥାଏ, ତାଙ୍କ ପାଇଁ ସମୟ ନାହିଁ। ଆମ ଲାଇଫର କଥା ଆମେ କହୁଛୁ। ଆମର ଆଖି ଅପରେସନ୍ ହେବାକୁ ଥାଏ କଟକରେ। 3 ଜଣ ଡିସାଇପଲଙ୍କୁ ମୁଁ କହିଲି ପରୀକ୍ଷା, ଗୁରୁ ବହୁତ ପରୀକ୍ଷା କରନ୍ତି, କିନ୍ତୁ କଥା ଚାଲିଯାଏ, ସମୟ ପାସ୍ କରିଯାଏ, ଦାଗଟେ ରହିଯାଏ, ସେ କଥା ଲିଭିବ ନାହିଁ। ସେ କଥା ଗୁରୁ ହିଁ ଜାଣନ୍ତି। ଜଣେ ଡିସାଇପଲଙ୍କୁ କହିଲେ ଆପଣ ଆସିବେ ନା, ମୋର ଆଜି ଚାଷ କାମ ଅଛି, ମୁଁ ଯାଇପାରିବିନି। ଆମକୁ ଲାଗିଲା ଧିକ୍ ଗୁରୁ ଧିକ୍ ଶିଷ୍ୟ, ଇଏ ପ୍ରକୃତ ଗୁରୁ ନୁହନ୍ତି, ଇଏ ପ୍ରକୃତ ଶିଷ୍ୟ ନୁହନ୍ତି, ସବୁ ହିଁ ପ୍ରାରବ୍ଧ। ଆମେ ଗଲୁ ମେଡ଼ିକାଲ ଏକୁଟିଆ। ଗଲା ବେଳକୁ ବାହାରିଛୁ, ଜଣେ କହିଲେ ବାବା ଆପଣ ଫାଇଲଟା ଦିଅନ୍ତୁ। ସେ ମେଡ଼ିକାଲର ପରିଚୟ ଲୋକ। ଆମକୁ ହସ ଲାଗିଲା। ଦେଖିଲୁ ଭଗବାନ କେମିତି ଭକ୍ତାଧୀନ। ଯାଇ ଡକ୍ଟର ପାଖରେ ସବୁ କରିକି ରିପୋର୍ଟ କରି ସବୁ କରି ପଇସା ଡିପୋଜିଟ୍ କରି ପଳେଇ ଆସିଲେ। କହିଲେ ବାବା ଏବେ ଅପରେସନ୍ ଉଠିକି ଯିବେ, ଟିକେ ଜୁସ୍ ପିଇଥିବେ କି? ନାଇଁ କିଛି ଦରକାର ନାହିଁ। ସେ ସାଥି ଜୁସ୍ କିଣି ଆଣିଲେ, ପିଇବାକୁ ଦେଲେ। ଛାଡ଼ନ୍ତୁ, ତେଣୁ ସବୁ କଥା ରହିଯାଏ। ସମସ୍ତେ ଭାବନ୍ତି, ଜଣେ ଡିସାଇପଲ୍ ଆମର ଥିଲେ, ସେ ମୋତେ ଗୋଟେ ଉପାଧି ଦେଇ ଆଶ୍ରମରୁ ଭଗବାନ ତାଙ୍କୁ ବିତାଡ଼ିତ କରିଦେଲେ। ଆମେ ତାଙ୍କୁ ବହୁତ ମନ ଭିତରେ ଭଲ ପାଉ ଏଇ ଉପାଧି ପାଇଁ। ସେ ଉପାଧିଟା ହେଉଛି ବାବା ଓଲା ଆଉ ବୁକା। ସତରେ ବାବା ଓଲା ଆଉ ବୁକା। କେମିତି? ଏଇ କଥାଟି କାଲି ରାତିରେ ଆଲୋଚନା ହେଉଥିଲା ଜଣେ ଡିସାଇପଲଙ୍କ ସହିତ। କହିଲେ କାହିଁକି ଆପଣ ସବୁବେଳେ ଏମିତି କହନ୍ତି? ଆମେ କହିଲୁ ସେ ଉତ୍ତର ଆପଣଙ୍କ ପାଖରେ ଅଛି, ସେ ଉତ୍ତର ମୋ ପାଖରେ ନାହିଁ। ମୋ ପାଖରେ ଅଛି ଯେ ମୁଁ ଦେବି ନାହିଁ, କାରଣ ଆପଣ ମ୍ୟାଥମେଟିକ୍ସ କସନ୍ତୁ, ରେଜଲ୍ଟ ବାହାରିବ। ମୁଁ ରେଜଲ୍ଟ କହିଦେଲେ ଆଉ ଆପଣ ମ୍ୟାଥମେଟିକ୍ସ କସିବାର ଜାଣିପାରିବେ ନାହିଁ। ସେ କହିଲେ କ'ଣ ଏଇ କଥା? ମୁଁ କହିଲି ଯେତେବେଳେ ରାଜା ରହୁରଣ ଯାଉଥିଲେ, କାନ୍ଧାଳି ତାଙ୍କର ଅଭାବ ଥିଲେ, ଗୋଟେ ହୃଷ୍ଟପୃଷ୍ଟ ଲୋକ ବସିଥିଲା, ସେ ବସି ବ୍ରହ୍ମଚିନ୍ତା କରୁଥିଲା, ଆତ୍ମଚିନ୍ତା କରୁଥିଲା। କହିଲା ଆରେ ଏଇଟା ଗୋଟେ ହୃଷ୍ଟପୃଷ୍ଟ ଲୋକ, ଏଇଟାକୁ କ'ଣ କର ନା କାନ୍ଧାଳି କରିଦେବା। ଆଉ ତାକୁ ଯେତେବେଳେ ଦେଲେ କାନ୍ଧିବାକୁ କହିଲେ, ସେ ତ ଆତ୍ମବୋଧରେ ଅଛି, ତାର ପ୍ରାରବ୍ଧକୁ ଦେଖୁଛି, ତେବେ ରାଜାକୁ କାନ୍ଧେଇବାକୁ ପଡ଼ିବ। ନିର୍ଦ୍ଦେଶ ଉପରୁ ଆସିଲାଣି, ସେ କାନ୍ଧେଇଲା। ଯେତେବେଳେ କାନ୍ଧେଇକି ସେ ଗଲା, ସେ ତ ବ୍ରହ୍ମଦର୍ଶୀ, ସେ ତଳକୁ ଦେଖିଲା କୋଉଠି ଜନ୍ଦା, କୋଉଠି ପିମ୍ପୁଡ଼ି, କୋଉଠି କ'ଣ ପୋକ ଜନ୍ତୁ, କାଳେ ତାଙ୍କ ଉପରେ ଗୋଡ଼ ପଡ଼ି ମରିଯିବ କି? ସମସ୍ତେ ବ୍ରହ୍ମ ନା। ସେ ଗୋଡ଼କୁ ଇନବାଲାନ୍ସ କରି ପକେଇଲା। ରାଜା ବସିଛନ୍ତି ସବାରି ଭିତରେ, ରାଜାଙ୍କୁ କଷ୍ଟ ହେଲା, କୋମଳ ଶରୀର, ଏକରେ ମାଡ଼ ହେଲା, ସେକରେ ମାଡ଼ ହେଲା। ରାଜା ପଚାରିଲେ କ'ଣ ଆଜି ଏମିତି କାନ୍ଧାଳେ କାନ୍ଧଉଛ? ନା ସେଇ ଯେଉଁ ଜଡ଼ଟା ବସିଥିଲା, ସେଇ ଜଡ଼ଟାରେ ଏତେ କଥା। ସେ ତ ଖାଲି ଗୋଟା କ'ଣ ଏମିତି ଏମିତି ପକଉଛି, ଆଉ ବାଙ୍କା ଟାଙ୍କା କରି ପକଉଛି। ରାଜା କହିଲେ ତାକୁ କୁହ। ପୁଣି ତାକୁ କୁହାହେଲା, ସେ ସବୁ ଶୁଣିଲା, ହୁଁ ହାଁ ମାଇଲା। ପୁଣି ତାର ସଂସ୍କାରକୁ ସେ ପ୍ରୟୋଗ କରିବାରେ ଲାଗିଲା। ପୁଣି ଦେଖିଲା, ପୁଣି ଗୋଡ଼ ପକାଇଲା। ରାଜା କହିଲେ ତୁ ଜାଣିଛୁ ମୁଁ ରାଜା, ଏଇ ମୁହୂର୍ତ୍ତରେ ତତେ ମୃତ୍ୟୁଦଣ୍ଡ ଦେବି। ତଥାପି ସେ ମାନିଲାନି, ପୁଣି ପକାଇଲା। ରାଜା କହିଲେ ସବାରି ରଖ, ସମସ୍ତେ ବସ। ତାକୁ ପଚାରିଲେ ଏ କଥା କ'ଣ? ତତେ ମୃତ୍ୟୁଦଣ୍ଡ ଦେଲା ବେଳକୁ ତଥାପି ତୁମେ ଭୟ କରୁନ? ତୁମେ କିଏ? ସେ ପୁରୁଷ ତୁମ ଭିତରେ ଏତେ ନିର୍ଭୟ ଭାବ ହିଁ ଆସିଛି। ସେ ରାଜାକୁ ବ୍ରହ୍ମଜ୍ଞାନ କହିଲେ। ରାଜା କହିଲେ ଆପଣ ଏତେ ବଡ଼ ମହାନ ବ୍ରହ୍ମଦର୍ଶୀ, ତତ୍ତ୍ୱଦର୍ଶୀ, ଈଶ୍ୱରଙ୍କ ଦର୍ଶନ କରିଛନ୍ତି, ଆପଣ ଏତେ କାନ୍ଧେଇକି ନେଇକି ଯାଉଛନ୍ତି। କ୍ଷମା ପ୍ରାର୍ଥନା ମାଗିଲେ, ତାଙ୍କଠୁ ଦୀକ୍ଷା ଗ୍ରହଣ କଲେ। ତାଙ୍କୁ କୁହାଯାଏ ଜଡ଼ ଭରତ। ତେଣୁ ଯେତେବେଳେ
ଓଲା ବୋକା ସେ ଲୋକ କହିଲା। ସେଥିରେ ଜାଣିବା କଥା ଓଲା ବୋକା କ'ଣ ଏଇଭଳି ସତ୍ସଙ୍ଗ ବ୍ରହ୍ମଚିନ୍ତା କରିପାରେ, କହିପାରେ? ଆମେ ତ ମାଇକ୍ରୋଫୋନ ପାଖରେ ବସିଲେ ପାଠଶାଠ ପଢ଼ିଛୁ, ପୁଣି ଏ ମୂର୍ଖ ଇ 2 ପଦରୁ 4 ପଦ କହିଲା ବେଳକୁ ଭୁଲ ହେଇଯାଉଛି ସେଣ୍ଟେନ୍ସ। ଇଏ ଘଣ୍ଟା ଘଣ୍ଟା କେମିତି ବସି ଏ କଥାକୁ କହିପାରୁଛନ୍ତି? ଆଙ୍କ ଭିତରେ କଥାଟା ଅଛି ନା, ଆଉ ଏଇ ଚିନ୍ତନରେ ଇଏ ରହିଛନ୍ତି ନା, ଆଉ ତାହେଲେ ଘଟଣାଟା ସ୍ଫୁରଣ ହେଉଛି କେମିତି, ବାକ୍ୟଟା ସ୍ଫୁରଣ ହେଉଛି କେମିତି, ଫର୍ମେସନ୍ ହେଉଛି କେମିତି? ନା ବାବା ଇ ସମସ୍ତେ ଆମେ ଓଲୁ ଆପଣଙ୍କ ପାଖରେ। ମୁଁ କିଏ ଯାଏ ମୁଁ କହିପାରିବି, ସମସ୍ତେ ମୋ ପାଖରେ ଭଗବାନ। ତା ଜଜମେଣ୍ଟରେ ସେ ଓଲା ବୋକା କହିଲା, ଆଉ ମାପି ପାରିଲାନି ଯେ ଏଇ ବାବାଙ୍କର କାର୍ଯ୍ୟକଳାପଟା କ'ଣ। ସେ ସେଇ ଓଲା ବୋକା ଦେଖିକି ଜଡ଼ବର୍ଦ୍ଧ ଭଳିଆ ଯଦି ବସିକି ସମ୍ଭାଷଣ ସେ ମୋ ସହିତ କରିଥାନ୍ତେ, କି ମୋର କାର୍ଯ୍ୟକଳାପକୁ ଯଦି ସମୀକ୍ଷା କରିଥାନ୍ତେ, କେବେ ଓଲା ବୋକା କେବେ କହିଥାନ୍ତେ ଯା ଉତ୍ତମ ଡିସାଇପୁଲ ଭଗବାନ ତାକୁ ସବୁଦିନ ପାଇଁ ବିଦା କରିଦେଲେ। ଏ ଜନ୍ମରେ ସେ ମୋତେ ଆଉ ଦେଖିବାର ନାହିଁ, ମୋର ବି ତାଙ୍କୁ ଆଉ ଦେଖିବାର ନାହିଁ। ତେଣୁ ସବୁ ହିଁ ପ୍ରାରବ୍ଧ। କହିଲେ ଆପଣ ମୂର୍ଖ କହୁଛନ୍ତି, ବୋଲେ ଆପଣ ଥରେ ଚିନ୍ତା କଲେନି ଆପଣ କେତେ ଏଜୁକେଟେଡ୍? ନା ଆଜ୍ଞା, ଏଜୁକେଟଟା କେମିତି ମୂର୍ଖ ପାଖକୁ ଗଲା? ଜଣେ ଶିକ୍ଷିତ ଲୋକ ମୂର୍ଖ ପାଖକୁ କେମିତି ଗଲା? ଏବେ ଏକୁଟିଆ ଆପଣ ଆସିନାହାନ୍ତି, ଶହ ଶହ ସାଧକ ସାଧିକା ଆସିଛନ୍ତି, MPhil PhD ଇଞ୍ଜିନିୟର ଡକ୍ଟର ଲେକ୍ଚର ସବୁ ଆସିଛନ୍ତି ଦୀକ୍ଷା ଗ୍ରହଣ। ମୂର୍ଖ ପାଖକୁ କେମିତି ଆସି ଦୀକ୍ଷା ନେଲେ? ସେ ଦେଖିଲେ ଆମର ନଲେଜ ଠାରୁ ତାଙ୍କ ନଲେଜ ବେଟର, ଆମଠାରୁ ସେ ବହୁତ ପରିମାର୍ଜିତ, ଶୁଦ୍ଧ ଏବଂ ପବିତ୍ର। ମନ କ'ଣ କରେ ନା ଯେତେବେଳେ ବେଟର ଦେଖିବ ସେଇଟା ଆକ୍ସେପ୍ଟ କରିବ, ପ୍ରଣାମ କରିବ, ମୁଣ୍ଡିଆ ମାରିବ। ଯେତେବେଳେ ଦେଖିବ ତାଠାରୁ ସେ ତଳେ ଅଛନ୍ତି, ସେ କେବେ ଆଉ ପ୍ରଣିପାତ କରିବା ପାଇଁ ଇଚ୍ଛା କରିବନି, ଆଉ ତ ମାନିବ ନାହିଁ, ଆଉ ତ ଗ୍ରହଣ କରିବ ନାହିଁ, କାରଣ ସେ ମୋ ଠାରୁ ଛୋଟ। ସତ କଥା। ତେଣୁ ଆପଣ କେମିତି ମୂର୍ଖ କହିଲେ? ଆପଣ କହିଲେ ମୂର୍ଖ କହିଲେ ନାହିଁ, ଏ ଜନ୍ମରେ ଆପଣଙ୍କ ସହିତ ଆମେ ଆଉ କଥା ହେବୁ ନାହିଁ, ଆପଣ ଯାହା କହିବେ ଆମେ ଖାଲି ଶୁଣିକି ଆଜ୍ଞା କହିବୁ। କହିଲେ ଆପଣ ପଚାରି ବୁଝିବେ ନା କଥାଟା କ'ଣ? ବାବା ଏ କଥା କାହିଁକି କହୁଛନ୍ତି? ଏସବୁ ମାନେ ମନର ଗୋଟେ ଗୋଟେ ଅବସ୍ଥା, ମନର ଗୋଟେ ଗୋଟେ ସ୍ତର। ତେଣୁ ଯଦି ଯେଉଁ ଲୋକ ସାଧନା କରିବ ଗୁରୁ ଗ୍ରହଣ କରିକି, ଭଗବାନଙ୍କୁ ପାଇବାର ମାର୍ଗ 2ଟା, ଗୋଟେ ହେଉଛି ଜପ ଆଉ ଗୋଟେ ହେଉଛି ଧ୍ୟାନ। ପୁଣି ଜପ ହେଉଛି 2 ପ୍ରକାର, ଗୋଟେ ସଗୁଣ ଜପ, ଗୋଟେ ନିର୍ଗୁଣ ଜପ। ଧ୍ୟାନ ଗୋଟେ ସଗୁଣ, ଗୋଟେ ନିର୍ଗୁଣ। ପ୍ରତ୍ୟେକ ସମ୍ପ୍ରଦାୟ ରହିଛି। ଜପ ଧ୍ୟାନ ବିନା ସଂଯୋଗ ନାହିଁ, ଗୁରୁଦେବ ବିନା ନିର୍ବାଣ ନାହିଁ। ତେଣୁ ମନକୁ ତୁମେ କେତେବେଳେ ଖାଲି ଛାଡ଼ି ଦିଅ ନାହିଁ, ମନକୁ କେତେବେଳେ ବ୍ଲାଙ୍କ ରଖ ନାହିଁ। ମନ ତ କେବେ ବ୍ଲାଙ୍କ ରହେ ନାହିଁ। ସାଧନାର ଚରମ ସ୍ତରକୁ ଗଲେ, ନିର୍ବିକଳ୍ପ ସମାଧିସ୍ଥ ଅବସ୍ଥା ସାଧକ ଲାଭ କଲେ, ତାର ପ୍ରାରବ୍ଧ ସଞ୍ଚିତ କ୍ରିୟାମାନ ନଷ୍ଟ ହୋଇଗଲେ ସାଧକ ଭିତରେ ଶୂନ୍ୟ ଅବସ୍ଥା ଆସେ, ଥଟଲେସନେସ୍ ଷ୍ଟେଜ ଆସେ। ତାର ତଳକୁ ଆସିଲେ ଥଟଲେସ୍ ଷ୍ଟେଜ ଆସେ। ସେ ଚୁପଚାପ ବସିଥିବେ, ସବୁ ଦେଖୁଥିବେ, କିନ୍ତୁ କାହାର କ୍ରିୟା ନଥିବ। ଆଖି ଥବ, ଆଖିର କ୍ରିୟା ନଥିବ, ଆପଣ ଶୁଣିବେ କିଛି ବୁଝିପାରିବେନି। କାନ ଥବ, କାନର କ୍ରିୟା ନଥିବ। ଥରେ ଥରେ ଆପଣ ଦେଖୁନାହାନ୍ତି, ଅନ୍ୟମନସ୍କ ଯେତେବେଳେ ଥିବେ, ଗୋଟେ ଡିପ୍ ଥଟ୍ରେ ଥିବେ, ଆପଣ ଦେଖୁଥିବେ, ଦେଖୁନଥିବେ, ଶୁଣୁଥିବେ, ଶୁଣୁନଥିବେ, କହିବାକୁ ଇଚ୍ଛା ହେଉନଥିବ। ସାଧନା କଲେ ସେମିତି ଗୋଟେ ଅବସ୍ଥା ଆସେ, କାନ ଥବ ଶୁଣିବନି, ଆଖି ଥବ ଦେଖୁନଥିବ, ପାଟି ଥବ କହୁନଥିବ। ପ୍ରତ୍ୟେକ ଇନ୍ଦ୍ରିୟଙ୍କର 10ଟା ଇନ୍ଦ୍ରିୟର କ୍ରିୟା ବନ୍ଦ ହେଇଯାଏ। ଆଗ ବନ୍ଦ ହୁଏ ମନରେ। ମନ ବନ୍ଦ ହେଇଗଲେ ସବୁ ବନ୍ଦ ହେଇଯାଏ। ମନ ଚାଲିଛି ମାନେ ସବୁ ଚାଲିଛି। ମନ କ'ଣ ନା ଜନ୍ମ ଜନ୍ମାନ୍ତରର ସଂସ୍କାରରୁ ହିଁ ମନର ସୃଷ୍ଟି, ବା ସଂସ୍କାର ଗୁଡ଼ିକ ହିଁ ମନ। କମ୍ବିନେସନ୍ ଅଫ୍ ଦି ଥଟ୍ସ ଇଜ୍ ମାଇଣ୍ଡ। ଥଟ୍ସ ଇଜ୍ ମାଇଣ୍ଡ। ଯେତେବେଳେ ସମସ୍ତ ସଂସ୍କାର ପଡ଼ିଗଲା, ଆଉ ମନ ନାହିଁ, ତମେ ଆତ୍ମବୋଧ ଅବସ୍ଥାରେ ରହିଗଲ। ଯେ ପର୍ଯ୍ୟନ୍ତ ମୋ ଭିତରେ ସଂସ୍କାର ଅଛି,
ତମର ମନ ଅଛି ମାନେ ତମ ଭିତରେ ବାସନା ଆଉ କାମନା ଅଛି। ମନରେ ଗୋଟେ ପ୍ରଶ୍ନ ଉଠେ, ଏଇ ପ୍ରାରବ୍ଧର କ'ଣ ପରିସମାପ୍ତି ହବ ନାହିଁ? ଯାହା ସଂସ୍କାର ମୁଁ ତା ଭୋଗ କରୁଥିବି, କ୍ରିୟମାନର କ'ଣ ପରିସମାପ୍ତି ହବ ନାହିଁ? ସଞ୍ଚିତର କ'ଣ ପରିସମାପ୍ତି ହବ ନାହିଁ? ଗୋଟେ ଛୋଟିଆ ଏକ୍ଜାମ୍ପଲଟେ, ଦୀପ ଅଛି, ତେଲ ଅଛି, ବଳିତା ଅଛି, ତେଜଣା କାଠି ବି ରହିଛି। ଯଦି ଆଉ ତେଲ ନ ଦିଆଯାଏ, ଦୀପ ସେମିତି ଜଳି ଜଳି ଚାଲେ ଏବଂ ତେଜଣାଟା ତେଜି ଦିଆଯାଉଥାଏ, ତାହେଲେ କ'ଣ ହବ ନା ଏମିତି ଗୋଟେ ସମୟ ଆସିବ, ସମୟ କିନ୍ତୁ ଲାଗିବ। ଦୀପରେ କେତେ ତେଲ ଅଛି, ସେତିକି ସମୟ ପର୍ଯ୍ୟନ୍ତ ଦୀପଟି ଜଳିବ। ତାପରେ ଦୀପ ଲିଭିଯିବ, ସଳିତା ପୋଡ଼ି ପାଉଁଶ ହେଇଯିବ, ତେଜଣା କାଠି ସେମିତି ପଡ଼ି ରହିବ, ଦୀପ ସେମିତି ପଡ଼ି ରହିବ। ସେ ଭସ୍ମ ଗୁଡ଼ିକ ପୋଡ଼ା ପାଉଁଶଟା, ବଳିତାଟା ସେମିତି ପଡ଼ି ରହିଥିବ। ଆଉ ଖାଲି ଦୀପ, ଆଉ କ'ଣ? କିନ୍ତୁ ଦୀପ ଥବ। ଆଉ କ'ଣ ତେଲ ଥବ କି? ଯଦି ତେଲ ନଦେଲ, କେତେ ସୁନ୍ଦର କଥା। ଏଥିପାଇଁ ଆମେ ସାଧନା କରିଛେ। ଯଦି ଆମେ କ୍ରିୟା ଅଭ୍ୟାସ କରିବା, ମୂଳାଧାରରୁ ସହସ୍ରା, ସହସ୍ରାରୁ ମୂଳାଧାର। ଆମେ ମୂଳାଧାରରୁ ସହସ୍ରାକୁ ଯାଉଛେ କ'ଣ ପାଇଁ? ନା ସହସ୍ରାରେ ରହିବା ପାଇଁ। ଆମେ ଯେହେତୁ ଆମ ଭିତରେ ବାସନା ଆଉ କାମନା ଅଛି, ଆମେ ସହସ୍ରାରେ ରହିପାରୁନେ, ପୁଣି ମୂଳାଧାରକୁ ଆସୁଛେ। କ'ଣ ସହସ୍ରାରୁ ମୂଳାଧାର, ମୂଳାଧାରରୁ ସହସ୍ରା? ତାହେଲେ ଆମ ଚେତନାଟା ନିମ୍ନଗାମୀ ଅଛି, ଲୋଅର ଥଟ୍ସ ଅଛି। କ'ଣ ମୂଳାଧାର? ନା ଅର୍ଥ ଚିନ୍ତା ଅଛି, ଯୌନ ଚିନ୍ତା ଅଛି, ଖାଦ୍ୟ ଚିନ୍ତା ଅଛି, ଗର୍ବ ଦମ୍ଭ ଅହଙ୍କାର ଚିନ୍ତା ଅଛି, ସାମ୍ପ୍ରଦାୟିକ ଭାବ ଚିନ୍ତା ଅଛି। ତେଣୁ ସେଥିଲାଗି ଆମେ ଏଥିରୁ ମନକୁ ୱିଡ୍ର କରି ଆଜ୍ଞା ଆତ୍ମା ସହସ୍ରା ପରମାତ୍ମା ପରମ ବ୍ରହ୍ମ ପାଖକୁ ଆମେ ଯାଉଛେ। କ'ଣ ପାଇଁ ଯାଉଛେ? ନା ଆମେ ସେଇଠାରୁ ଆସିଛେ, ସେଇଠାକୁ ଆମେ ଯାଉଛେ। ସେଇଠି କିନ୍ତୁ ଆମେ ରହିବା କଥା। ତାଙ୍କ ସହିତ ଆମର ଚେତନାଟା ମିଳନ ହେବା କଥା, ଯୁକ୍ତ ହେଇଯିବା କଥା। ତାକୁ କୁହନ୍ତି ଯୋଗ। କିନ୍ତୁ ଆମେ ସେଠି ରହି ନ ପାରୁଥିବାରୁ ଆମେ ପୁଣି ତଳକୁ ଖସୁଛେ। କାହିଁକି ରହିପାରୁନେ? ନା ଆମ ଭିତରେ ଅର୍ଥ ଚିନ୍ତା ଅଛି, ଯୌନ ଚିନ୍ତା ଅଛି, ଖାଦ୍ୟ ଚିନ୍ତା ଅଛି, ଗର୍ବ-ଦମ୍ଭ ଅହଙ୍କାର ଚିନ୍ତା ଅଛି, ସାମ୍ପ୍ରଦାୟିକ ଭାବ ରହିଛି, କେତେକ ସାତ୍ତ୍ୱିକ ସମ୍ମାନ ପ୍ରତିଷ୍ଠା ବୃତ୍ତି ଆମ ଭିତରେ ସାତ୍ତ୍ୱିକ ବୃତ୍ତି ଆଜ୍ଞା ଚକ୍ରରେ ରହିଛି। ସହସ୍ରରେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ସେଠି କିଛି ନାହିଁ, ସବୁର ଲୟ, ସବୁର ପରିସମାପ୍ତି। ତେଣୁ ସେଥିଲାଗି ଆମେ ବାରମ୍ବାର ପ୍ରଚେଷ୍ଟା କରୁଛେ ଏସବୁ ଚିନ୍ତାକୁ ତ୍ୟାଗ କରି ଆମର କନସିୟସନେସ୍ ରହିବ, ସେଇ ସହସ୍ରାରେ ଚେତନାଟା ରହିବ, ମନ ପ୍ରାଣ ସେଇଠି ସ୍ଥିତ ହେବ। ଥରେ ଦେଖିଲେ କାହିଁକି କ୍ରିୟା କରୁଛନ୍ତି, କିଏ ଭଲ ଭାବରେ ବୁଝିଛନ୍ତି? ଏଇ ଚେତନାକୁ କ୍ରସ୍ କରିବା ପାଇଁ ଆମେ କ୍ରିୟାଟିଏ କରୁଛେ। ଜଣେ କ୍ରିୟାବାନ କହିଲେ, ଖାଲି ଯଦି ଶିଷ୍ୟ ଭକ୍ତଙ୍କର କଥାକୁ ମୁଁ ସାଉଁଟି ଦେବି, କହିଥିଲି ଖାଲି ଗୋଟେଇ ଦେବି ମୋ ମୃତ୍ୟୁ ପର୍ଯ୍ୟନ୍ତ, ମୋର ତ ମୃତ୍ୟୁ ନାହିଁ, ଏ ସ୍ଥୂଳ ଶରୀର ତ୍ୟାଗ ପର୍ଯ୍ୟନ୍ତ କଥା ସରିବ ନାହିଁ। କହିଲେ, ବାବା ଆପଣ ଯେତେ ସାଧନା ଶିଖିଛନ୍ତି ମୁଁ ସବୁ ଶିଖିଯିବି। କହିଲେ, ବହୁତ ଭଲ। ଆମେ ଜାଣିକି ବହୁତ ଖୁସି ଏବଂ ଆନନ୍ଦିତ ହେଲୁ। ଯାହା ହଉ ଆମକୁ ଏତେବେଳେ ଜଣେ ବ୍ୟକ୍ତି ମିଳିଛନ୍ତି ସମସ୍ତ ସାଧନା ଶିଖିବା ପାଇଁ। ହେଲେ କ'ଣ ଆଉ ସାଧନା? ମନ ପ୍ରାଣକୁ ନେଇ ସହସ୍ର ରଖିଦେବାଟା ହିଁ ସାଧନା। ଆଉ କ'ଣ? ଏଇଟା ତ ପାଠ, ଆଉ କ'ଣ ପାଠ ଅଛି? ମୁଁ କହିଲି, ସେତିକି ରଖୁନାହାନ୍ତି, ରଖନ୍ତୁ। ଆପଣଙ୍କୁ ଗୁରୁ କହିଛନ୍ତି ପାଠ ଏତିକି, ଆଉ ପାଠ ନାହିଁ ନା କ'ଣ? ଆପରେ ଆଉ ପାଠ ଅଛି? ବୋଲେ ଆପଣ କେମିତି ଜାଣିଲେ? ଆପଣ ଗୁରୁଙ୍କୁ କେବେ ପଚାରିଛନ୍ତି, ହେ ଗୁରୁଦେବ ପାଠ ଏତିକି ନା ଆଉ ଅଛି? ଗୀତାର ଗୋଟେ ଶ୍ଲୋକ କହିଲୁ, ସେଟା ପ୍ରାୟ ସପ୍ତମ ଅଧ୍ୟାୟ ନା କ'ଣ,
आ ब्रह्म भुवना लोका पुनरावर्तिने अर्जुन मामूर्पते तु कुंतये पुनर्जन्म न विद्यते। हे अर्जुन, आ ब्रह्म भुवना लोका पुनरावर्तिने अर्जुन, हे अर्जुन तू यदि ब्रह्मलोक पर्यंत जाऊ पुणी आसिक तू मध्य जन्म ग्रहण कर मामूर्पेत तू कंतये। हे अर्जुन तू जदि मेते प्राप्ति हबु ताहले तोर आ पुनर्जन्म हब तू मुख्य बा निर्वाण हो। सहस्र को भेद कर कौशल अच्छी। खंड चेतना अखंड चेतना सहित तो मर्ज कर आपणकर साधनार परिसमाप्ति जितेबाला इंडिविजुअल सोल मर्ज विथ यूनिवर्सल सोल ना ता कौन सहस्र हुए नहीं बोले आप सहस्र को जानी तेणु केतबले साधना हम जेतबले निकट निजको गुरु निकटरे पूर्ण मात्रा रे समर्पण करदब। जेपर्यंत शरणागति है नहीं तुमर साधना आरंभ है। कारण मु मोर भाव को नहीं कौन साधना हुए कहली सबु काम आपण असंतुष्ट जिति जीवन रे मटेरियल वर्ल्ड जहाँ कर को लोक कही मु संतुष्ट से देखला पारला नहीं कौन कर। हाँ भाई आ कौन कर जीवनटा तो एमती काटिदेलु तो डीपली पचारे तुम ए संतुष्ट जेकोसी केस रे पचारे से कह ना मुझे संतुष्ट जड़े जार आत्म उपलब्धि आत्मदर्शन होती सी जिते देखला संसार सबुटिक अनित्य असत्य मिथ्या माया मरीचिका से मन आउ रही भगवत प्राप्ति भगवत दर्शन पर से संतुष्ट हो। भगवत गीतार भगवान कहते द्वादश अध्याय भक्ति जोगरे संतुष्ट सततं जोगी जी जोगी मो सद मिलन में युक्त से सबुबले संतुष्ट। संतोष ठारू बड़ तपस्या आउ किछि ना। केतेबेले संतुष्ट वस्तु विचार रे लोक भितर जितेबेले किछि से चाहि माने केमिति चाहि माने ना विचार द्वारा मध्य लोक हायर स्टेज को जाए जार विचारटा जिते डेभलप जिते से उच्च स्तर को पड़े हायर कनसियसनेस प्राप्ति हो। खाली जोग द्वारा जे व्यक्ति मानसिक स्तर को जीव ता तो सत्य किंतु विचार द्वारा व्यक्ति बहुत मानसिक स्तर को जीव। योगाभ्यास करने संगे संगे तार विचार रखा जरूर दरकार। गुरु पाख गली रिक्त हस्तर जी खाई आसबि सेठी सेवा करी ना पत्रं पुष्पं फलं तोयं सबुदिने मुदेवी जदि मुदेवी मु पाइबी मु नदेवी मु पाइबी नहीं। मो परमात्मा परम ब्रह्म को मो गुरु को प्रत्येक दिन ही देवी ताको पिंडे बुझेले हम कर्मर फल नयनर जल हृदयर पुष्प आउ करपत्र ये दुईटा पत्र मुंड प्रणाम जिते थर पारे सेते थर प्रणाम करेंगे। सबु थरिक गोटे आशीर्वाद प्रत्येक थर गोटे आशीर्वाद। बसिले प्रणाम उठिले प्रणाम बसिले प्रणाम गुरु पाखे उठिले प्रणाम। गुरु पाखे किसी डिमांड करेंगे गुरु को अनुसरण करेंगे अनुकरण करेंगे। गुरु कौन कले आप देखिए जो गुरु कौन कले आप देखिले आपणकर पतन आरंभ हो गला। जिते ज्ञानर मापकाठी आपण कि ज्ञानर मापकाठी अच्छी आपण मापी पारे। अनंत को कौन मापी हुए अनंत को कौन गणी हुए अनंत को कौन जानी हुए। सागर किए मापी पारि सागर बाली कोणा को किए गणी पारि। धृष्टता मनुष भितर दीटी गुण रोचे बहुत विपज्जनक जहाँ आम कहे अहंकार आउ अज्ञानता। फास्ट ता भितर
ଅଜ୍ଞାନତା ଅଛି। ଅହଙ୍କାର ଯିବାଟା ଏତେ ସହଜ ନୁହେଁ, ଆଗ ଅଜ୍ଞାନତାଟା ହିଁ ଯାଉ। ସେଥିଲାଗି ଅବିଦ୍ୟା ଅସ୍ମିତା ରାଗ ଦେଶାଭିନିବେଶ ପଞ୍ଚ କ୍ଲେଶ, ଏଇ ମନରେ ଏଇଗୁଡ଼ାକ କ୍ଲେଶ ଜନ୍ମ ହେଉଛନ୍ତି। ଅବିଦ୍ୟା, ଆତ୍ମଜ୍ଞାନର ଅଧିକାରୀ ଆମେ ନ ହେବାରୁ ଆମ ଭିତରେ ଅବିଦ୍ୟା ଭାବ ରହୁଛି। ଅସ୍ମିତା, ଆମ ଭିତରେ ମୁଁ ମୋର ଭାବ ଅଛି। ଅବିଦ୍ୟା ଅସ୍ମିତା ରାଗ, କାହାକୁ ଭଲ ପାଇଲେଣି, କାହାକୁ ବିରୋଧ କଲେଣି। କାହାକୁ କିଏ ଦେଲା ଭଲ ପାଇଲା, କିଏ ଗୋଟେ ଭଲ କଥା କହିଲେ ତାକୁ ଭଲ ପାଇଲେ, କିଏ ଯଦି ନଦେଲା ଟିକେ କଟୁ କଥା କହିଦେଲା ସାଥେ ସାଥେ ଡିସଲାଇକ୍ ଆସିଲା। ଯଦି ଆପଣ ଭିତରେ ଅବିଦ୍ୟା ଯାଇଥିବ, ଗୋଟିଏ ଜିନିଷ ଦେଇ ପଳେଇଥିବ, ଆପଣ ରାଗ ନାହିଁ କି ଦେଶ ନାହିଁ। ରାଗ ବୋଲେ ଲାଇକ୍, ଦେଶ ବୋଇଲେ ଡିସଲାଇକ୍। ତାପରେ ଅଭିନିବେଶ, ତାକୁ ନେକ୍ସଟ ଟାଇମ୍ କହିବା, ମଣିଷ ରହୁଛି ମୃତ୍ୟୁ ଭୟ। ସବୁବେଳେ ଲୋକ ଭୟରେ ଅଛି, ସବୁବେଳେ ପ୍ରତ୍ୟେକ ଲୋକ ଭୟରେ ଅଛି। ତା ଭିତରେ ଅବିଦ୍ୟା ପଳେଇବ, ଆତ୍ମଜ୍ଞାନର ଅଧିକାରୀ ହେବ, ତାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ବାବା ପୂର୍ବରୁ କହିଲେ ଶରୀର ତ୍ୟାଗ କରିବେ କିନ୍ତୁ ବାବାଙ୍କର ମୃତ୍ୟୁ ହେବ ନାହିଁ। ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ଏ କଥା କ'ଣ ବୁଝିପାରିବେ? ଏ କଥା କ'ଣ ଜାଣିପାରିବେ? ଏ କଥା କ'ଣ ଆପଣ ମାପିପାରିବେ? କାରଣ ବ୍ୟକ୍ତି ସେଇ ସ୍ତରକୁ ନ ଗଲେ ସେ କେବେ ବୁଝିପାରେନି। ଭଗବାନ ଗୀତା କହିଛନ୍ତି, ଭଗବାନ ଗୀତା କହିଛନ୍ତି, ଶୁଣିଛନ୍ତି ଭଗବାନ, ଲେଖିଛନ୍ତି ଭଗବାନ। କୃଷ୍ଣଙ୍କୁ ଭଗବାନ କୁହାଯାଉଛି, ଅର୍ଜୁନକୁ ଭଗବାନ କୁହାଯାଉଛି, ବ୍ୟାସଦେବଙ୍କୁ ମଧ୍ୟ ଭଗବାନ କୁହାଯାଉଛି। ତେଣୁ କହିବାର ଅର୍ଥ, ତୁମେ ସେଇ ଭଗବାନ ହେଲେ, ସେଇ ସ୍ତରକୁ ଗଲେ ତୁମେ ଗୁରୁଙ୍କ କଥା, ଶାସ୍ତ୍ରର ମର୍ମକୁ ଭେଦ କରିପାରିବ। ତିନିଟି କୃପା ଅଛି, ଗୋଟେ ଗୁରୁ କୃପା, ଗୋଟେ ଶାସ୍ତ୍ର କୃପା, ଆଉ ଗୋଟେ ହେଉଛି ଦୈବୀ କୃପା ବା ବିଭୁ କୃପା ତାକୁ କୁହାଯାଏ। ସେଇଭଳି କର୍ମ କରି କରି ଚାଲିଲେ ତିନୋଟି କୃପା ତମ ଉପରେ ବର୍ଷିବ। ଧୀରେ 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 ଜାଣିବ। ଜ୍ଞାନ ଅଭ୍ୟାସ ଅବିରତେ ଚଞ୍ଚଳ ନ କରିବ ଚିତ୍ତେ, ଚିତ୍ତକୁ ଚଞ୍ଚଳ କରିବ ନାହିଁ। ତମକୁ ଜ୍ଞାନ ଅଭ୍ୟାସ କରିବାକୁ ପଡ଼ିବ। ତମେ କେମିତି ମିଳିବ? ସବୁ କିଛି ପ୍ରାପ୍ତି ହେଉଛି ମଣିଷର କ୍ରିୟମାନ। ମଣିଷକୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି, ସ୍ୱତନ୍ତ୍ର ବିଚାର ଦିଆଯାଇଛି, ସ୍ୱତନ୍ତ୍ରତା ସବୁ କିଛି ଦିଆଯାଇଛି। ସେ ଅଲଗା ଜିନିଷକୁ ଯେମିତି ପଶୁ ସମୀକ୍ଷା କରୁନି, ରୋଷେଇ କରିବି, ପଶୁ କ'ଣ ସମୀକ୍ଷା କରିଛି? ଏଇ ପ୍ରକାର ଖାଦ୍ୟ ଆଜି ଖିଆବ, ପଶୁ କ'ଣ ସମୀକ୍ଷା କରିଛି? ମୋ ପୁଅ ଝିଅକୁ ନେଇ ୟୁନିଭର୍ସିଟିରେ ପାଠ ପଢ଼େଇବି, ପଶୁ କ'ଣ ସମୀକ୍ଷା କରିଛି? ତା ଦେହ ଅସୁସ୍ଥ ହୋଇଛି, ମୁଁ ତାକୁ ମେଡ଼ିକାଲ ନେଇଯିବି, ତାକୁ କ'ଣ ପଶୁ ସମୀକ୍ଷା କରିଛି? ଏଇ ଯେମିତି ତାକୁ ବିଲ୍ଡିଂଟେ ବନେଇବି, ଏସିଟିଏ ଲଗେଇ, ପଶୁ କ'ଣ ଗରମ ଏତେ ଜୋର ହେଉଛି, ପଶୁ କ'ଣ ତାକୁ ସମୀକ୍ଷା କରିଛି? ଯଦି ତୁମେ ସମୀକ୍ଷା କରିପାରୁଛ ତାହେଲେ ତୁମ ପ୍ରାରବ୍ଧକୁ ଦେଖୁନ। ତମର କ'ଣ ଥିଲା ପୂର୍ବ ଜନ୍ମରେ ଯେ ତୁମେ ଆଜି ଏଇଭଳି ବ୍ୟକ୍ତିତ୍ୱ ହେଇଛ? ପୁଣି ଆଜି କ'ଣ କରୁଛ? ଯାହା କରୁଛ ତା ତ କ୍ରିୟମାନ, ସେ କ୍ରିୟମାନଟା ସଞ୍ଚିତ ହେଇଯାଉଛି। ସେ ସଞ୍ଚିତରୁ ଆମକୁ ଯାହା ଭୋଗ ହେଉଛି ତାହା ପ୍ରାରବ୍ଧ। ତେଣୁ ଆଜି ମୁଁ ଯାହା ଭୋଗୁଛି, ଆଜି ଯାହା କରୁଛି, ସବୁକିଛି ମୋ କର୍ମର ଫଳ। ତେଣୁ ଆପଣ ଯେତେବେଳେ ଏତେବେଳେ ଏତିକି କଥା ଜାଣିବେ, ସମସ୍ତେ ସମସ୍ତର ସଂସ୍କାର ଅନୁଯାୟୀ ପରମପିତା ପରମ ବ୍ରହ୍ମ ହିଁ ଦେଉଛନ୍ତି। ତେଣୁ ଆପଣ ଭିତରେ ରାଗ ଦେଶ କ'ଣ ଆସିବ? କାହାକୁ କ୍ରିଟିସାଇଜ୍ କମେଣ୍ଟ ଭାବ ଆସିବ? ତେଣୁ ଯେଉଁମାନେ ସାଧନା କରୁଛନ୍ତି, ମନକୁ ଅନ୍ତର୍ମୁଖୀ କରିଛନ୍ତି, ଗୁରୁଗତ ପ୍ରାଣ ହୋଇଛନ୍ତି, ସେମାନେ କାହାକୁ ଦେଖନ୍ତି ନାହିଁ, ନିଜକୁ ସମୀକ୍ଷା କରନ୍ତି, ନିଜକୁ ଦେଖନ୍ତି, ନିଜକୁ ବିଚାର କରନ୍ତି। ଖାଲି ଯେ ସାଧନା କଲେ ହେବ ନାହିଁ, ତା ସହିତ ନିଜକୁ ପୂର୍ଣ୍ଣ ସମର୍ପଣ, ଶରଣାଗତିରୁ ସାଧନା ଆରମ୍ଭ ହୁଏ। ଯାହାର ସମର୍ପଣ ନାହିଁ ତାର ସାଧନା କେବେ ଠିକ୍ ହେବ ନାହିଁ, ତା ଭିତରେ କେବେ ଭକ୍ତି ଭାବ ହିଁ ଆସିବ ନାହିଁ। ଯେତେ ଯୋଗ ଅଭ୍ୟାସ କର, ତମ ଭିତରେ ଯେ ଭକ୍ତି ନାହିଁ, ତାହେଲେ ତୁମେ ତାଙ୍କ ଗର୍ଭରେ ପ୍ରବେଶ କରିପାରିବନି। ଜ୍ଞାନରେ ତମକୁ ଶାନ୍ତି ମିଳିବ, ଆନନ୍ଦ ମିଳିବ। ତମକୁ ଯୋଗ ଅଭ୍ୟାସ କଲେ ଜ୍ଞାନ ପ୍ରାପ୍ତି ହେବ, ଆତ୍ମଜ୍ଞାନର ଅଧିକାରୀ ହେବ, ଶାନ୍ତି ଏବଂ ଆନନ୍ଦ ମିଳିବ। କିନ୍ତୁ ବିନା ଭକ୍ତିରେ
ତାଙ୍କୁ କେହି କେବେ କୋଉଠି ପାଇପାରି ନା। ଶାସ୍ତ୍ରରେ ଲେଖା ଅଛି ସପ୍ତାଙ୍ଗରୁ ଅଷ୍ଟାଙ୍ଗ ସାର, ଭକ୍ତିଟି ନବମ ପ୍ରକାର, ଜ୍ଞାନ ଠାରୁ ଭକ୍ତି ଶ୍ରେଷ୍ଠ, ଭକ୍ତିରେ ମିଳେ ରସ ତୃପ୍ତ, ଭକ୍ତିରେ ପ୍ରୀତି ନାହିଁ ଯାର, ସେ କି ଜାଣେ ପ୍ରଭୁଙ୍କ ପୟର। ବାବା କ'ଣ ନୂଆ କଥା ନାହିଁ, ଏ କଥା ବାବା ଅନେକ ଥର କହିଛନ୍ତି। ଅଷ୍ଟମ ଅଧ୍ୟାୟର ଭଗବତ ଗୀତାରେ କହିଛନ୍ତି କ'ଣ ନା ଭକ୍ତା ଚୁକ୍ତା ଯୋଗ ବଳନ ଶୈବ। ଭକ୍ତି ମାର୍ଗ ଦ୍ୱାରା, ଯୋଗ ମାର୍ଗ ଦ୍ୱାରା ତୁମ ଗର୍ଭରେ ପ୍ରବେଶ କରିବ। ଯଦି ଭକ୍ତି ଭାବ ନାହିଁ, ଗୁରୁଙ୍କୁ ଦେଖାହେଲେ ମୁଣ୍ଡିଆଟେ ମାରିବା ନାହିଁ ବଜାରରେ। ଲୋକ ଦେଖିବେ ପାଦ ଟିକେ ଛୁଇଁଦେବା, ହାତ ଟିକେ ଯୋଡ଼ିଦେବା। ଆଜି ଯେ ବାପା, କାଲି କ'ଣ ସେ ଅଜା, କାଲି କ'ଣ ସେ ମଉସା, ନା କାଲି ସେ ସାଙ୍ଗ। ବାପା ଯେ ସବୁବେଳେ ବାପା ନା ଆଉ। ତୁମେ ଅଜା ଭାବ, ଅଜାର ଫଳ ପାଇବ, ମଉସା ଭାବ, ମଉସାର ଫଳ ପାଇବ। ସେଥିରେ କିଛି ବ୍ୟସ୍ତ ହେବାର ନାହିଁ। ଆଜି ତମ ଫ୍ୟାମିଲି ମେମ୍ବର ପାଇଁ ସମୟ ଅଛି, କାଲି ଗୁରୁଙ୍କୁ ମେଡ଼ିକାଲ ଯାଇଥିଲେ, ସେଥିପାଇଁ ଆଦୌ ସମୟ ନାହିଁ, ଅଫିସ କାମ ଅଛି। ସମସ୍ତଙ୍କ ପାଇଁ କଥାଟା କଷ୍ଟ ଲାଗିବ। ଆଜି ତମ ପିଲାଙ୍କ ପାଇଁ, ତମ ଘର ଲୋକ ପାଇଁ ସଫିସିଏଣ୍ଟ ପଇସା ଅଛି, କିନ୍ତୁ ଗୁରୁଙ୍କ ପାଇଁ କ'ଣ ପଇସା ଅଛି? କ'ଣ କରାଯିବ? ଲୋନ୍ ହେଇଛି, ଧାର ଉଧାର ହେଇଛି, ବନ୍ଧୁ ବ୍ୟବହାର ପଡ଼ିଛି, ପଇସା କାହିଁ? ସମସ୍ତେ ଏଇ କଥା ଓଲା ବୋକା ଜାଣିପାରନ୍ତି ନାହିଁ। ସମସ୍ତେ ଭାବନ୍ତି ବାବାଜୀ ସାଧୁଟି ଗୁରୁଟି ଓଲା ଓ ବୋକା। ଯାହା ଭଲ ଉପାଧି ଦେଇ ଶିଷ୍ୟ ଜଣକ ଯାଇଛନ୍ତି, ସେ ସତ୍ସଙ୍ଗ ଯଦି ଶୁଣିବେ ବହୁତ ଖୁସି ହେବେ, ବହୁତ ଆନନ୍ଦ ହେବେ। ଯାହା ହଉ, କହନ୍ତି ନାହିଁ ବାଟିଏ ଚଷିଲେ ନା ବାଟରେ ଝାଡ଼ା ଫେରିଲେ ବି ନା। ତେଣୁ ପ୍ରାରବ୍ଧକୁ ଭଲ ଭାବରେ ଜାଣ, ପ୍ରାରବ୍ଧକୁ କେମିତି ଧ୍ୱଂସ କରି ଦିଆଯିବ, ପୋଡ଼ି ପାଉଁଶ କରି ଦିଆଯିବ, ତାର କୌଶଳ ଶିଖ। ଆଉ ନୂତନ ପ୍ରାରବ୍ଧ ସୃଷ୍ଟି ନ ହଉ ବା କ୍ରିୟମାଣ ସୃଷ୍ଟି ନ ହଉ, ସବୁ ପୋଡ଼ିଯାଉ। ତେଣୁ ସେଥିରେ ଗୋଟିଏ ଶ୍ଲୋକ ଭଗବତ ଗୀତାରେ ଅଛି, ଖାଲି ଗୀତା ଯଦି ଜୀବନରେ ଭଲ କି ପଢ଼ିବେ, ତାକୁ ବୁଝିବେ, ତାକୁ କାର୍ଯ୍ୟକାରୀ କରିବେ। ଆମେ ଭାବିଲୁ এই ସାଧନା ପିରିୟଡ଼ 41 ବର୍ଷ ସାଧକ ପିରିୟଡ଼ରେ ବହୁ ଜନ୍ମ ଲାଗିବ ଖାଲି ଶୁଣିବାକୁ। ଯେତିକି ଅନୁଭବ କରିଛୁ, ବହୁତ ଜନ୍ମ ଲାଗିବ କ'ଣ ମୁଁ ଶୁଣୁଥିଲି, ବହୁତ ଜନ୍ମ ଲାଗିବ ତାକୁ ବୁଝିବାକୁ, ବହୁତ ଜନ୍ମ ଲାଗିବ ତାକୁ ପୂର୍ଣ୍ଣ ମାତ୍ରାରେ ଟିକେ ଟିକେ ଏ ଜନ୍ମରେ ହେଲା, ପୁଣି ଆଗାମୀ ଜନ୍ମରେ ହେଲା, ପୁଣି ଆଗାମୀ ଜନ୍ମରେ ହେଲା, ପୁଣି ଆଗାମୀ ଜନ୍ମରେ ହେଲା, ବହୁ ଜନ୍ମ ଲାଗିବ ତାକୁ କାର୍ଯ୍ୟକାରୀ କରିବାକୁ। ସେଥିଲାଗି ଭଗବତ ଗୀତାର ଗୋଟେ ଶ୍ଲୋକ ମନେ ପଡ଼େ, ବହୁ ନାଂ ଜନ୍ମ ନାମନ୍ତେ ଜ୍ଞାନମାନଂ ମାଂ ପ୍ରପଦନ୍ତେ ବାସୁଦେବ ସର୍ବମିତି ସହମାତ୍ମା ସୁଦୁର୍ଲଭ। ହରି ବାପା ଦୀକ୍ଷା ଗ୍ରହଣ କରାଯାଇଛି ବାସୁଦେବ ସର୍ବମିତି କେମିତି କରିବା ପାଇଁ। ସେଥିପାଇଁ ସେକେଣ୍ଡ କ୍ରିୟା, ସେଥିପାଇଁ ଥାର୍ଡ କ୍ରିୟା, ସେଥିପାଇଁ ଫୋର୍ଥ କ୍ରିୟା, ସେଥିପାଇଁ ଫିଫ୍ଥ କ୍ରିୟା, ପୁଣି ସର୍ବମିତି ହଉ ତାଙ୍କ ସହିତ ମର୍ଜ କରିବା ପାଇଁ, ସେଥିପାଇଁ ସିକ୍ସଥ କ୍ରିୟା। କ'ଣ କହିଲେ ନା ସହସ୍ର ମନ ପ୍ରାଣ ରଖିଦେଲେ କ୍ରିୟା ସରିଗଲା। ହଉ, ଯେତିକି ପ୍ରାରବ୍ଧ ଥିଲା ଗୁରୁ ସେବା କରିଛ, ଗୁରୁଙ୍କୁ ଭକ୍ତି କରିଛ, ତମ ପାଇଁ ତ କେହି ଗୁରୁ ନୁହନ୍ତି, ତମ ପାଇଁ ଜଗନ୍ନାଥ ହିଁ ସବୁ କିଛି ଠିକ୍ ଅଛି। ସେ ଜଗନ୍ନାଥ ଯେତେବେଳେ କହିଲେ ମୁଇଁ ବସେଇ ଗୁରୁ ଦେ, ସେ ପଦକୁ ଉଦ୍ଧାର କରିନି, ସେଟା ପୁରା ଭୁଲ, ତାକୁ କାଟି ଦେବାର ଅଛି। ଆଉ ଗୋଟେ ଶ୍ଲୋକ ଆମେ କହିଲୁ ଗୀତାରେ, ସେଟା ପୁରା କୋଉଥିରେ ଅଛି, ଭଗବାନ ପୁରା ସ୍କନ୍ଦ ପୁରାଣ ନା କ'ଣ, ତୁମେବ ମାତାଶ୍ଚ ପିତା ତୁମେବ ବନ୍ଧୁଶ୍ଚ ସଖା ତୁମେବ ବିଦ୍ୟା ଦ୍ରବିଣଂ ତୁମେବ ସର୍ବ ମମ ଦେବ ଦେବ। ଏ କଥା କାହିଁକି କୁହାହେଲା? ଏ କଥା କାହିଁ ଗୁରୁଙ୍କୁ କୁହାହେଲା? ଏ କଥା କାହିଁ ଆଉ କାହାକୁ କୁହାହେଲାନି ସଂସାରରେ? କ'ଣ କହିଲେ? କ'ଣ ହେଲା? ସ୍କନ୍ଦ ପୁରାଣ ଭାବି କହିଲି, ପଢ଼ିନି ବାପା ମୂର୍ଖ।
तुमेव माताश्च पिता तुमेव बन्धुश्च सखा तुमेव विद्या द्रविणं तुमेव सर्वं मम देव देव। तेणु साधना करंतु, गुरु को भगवान निकट निजक पूर्ण मात्रा रे समर्पण कर दियंतु। ज्ञान भक्तिर अधिकारी हुंतु। गुरु भगवान पर अखंड विश्वास और निर्भर रखंतु। निश्चिंत भावरे पूर्णांग मानव आपण हेबे। प्रेममय आनंद और प्रेममय जीवन जापन करी हसी हसी ये संसार रो विदाय नेबे। कांदिकी आसीदेले ना, आ कांदिकी जीवे नहीं, आ हसिकी जीवे। जे देवशिशु से कांदिकी जन्म हुए नहीं, से हसिकी जन्म हुए, नीरव जन्म हुए केबे कांदे नहीं। आ जदि जीवन तुम ए कांदुच ताही तुम कर्मर फल। आज हसुच तुम कर्मर फल। जदि कांदुन हसुन ताही तुम कर्मर फल। सचेतन बी अवेयरनेस ऑलवेज। शेष क्रियायोग परंपरार समस्त गुरु मानक मु प्रणाम करुच्ची। विश्वर प्रत्येक संप्रदायर गुरु मानक मु प्रणाम करुच्ची। उपस्थित भागवत स्वरूपगण सबरी भितरे जगन्नाथ उपलब्धि करी मु प्रणाम करुच्ची। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु मा कश्चित् दुःखभाग् भवेत्। हरि ओम तत्सत्। जय गुरुदेव, जय जगन्नाथ।